ଏତିକି ବାସ୍। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମର ଧନ୍ୟ ହେଉ। ସେ ଅନୁଗ୍ରହ କରୁଣା ଦୟା ତାଙ୍କର ଆଶ୍ଚର୍ଯ୍ୟ ଆଶୀର୍ବାଦ ସକାଶୁ ମୁଁ ତାଙ୍କୁ ଧନ୍ୟବାଦ ଦିଏ ଏବଂ ପ୍ରଭୁଙ୍କର ଦାସ ପାଷ୍ଟର କୈଳାସ ଆଜ୍ଞାଙ୍କର ସେ ଆଶ୍ଚର୍ଯ୍ୟ ସାକ୍ଷ୍ୟ ପାଇଁ ମୁଁ ଧନ୍ୟବାଦ ଦେବି। ତାଙ୍କ ଜୀବନ ପାଇଁ ତାଙ୍କ ପରିବାର ପାଇଁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଚିର କୃତଜ୍ଞତା ଜ୍ଞାପନ କରି ପ୍ରଭୁ ତାଙ୍କୁ ବ୍ୟବହାର କରନ୍ତୁ। ସେ ଜଣେ ଉଦ୍ୟୋଗୀ and he is very energetic in the ministry. ସେବା କାର୍ଯ୍ୟରେ ଅତି ଚଞ୍ଚଳ ଏବଂ ଅତି ଉତ୍ତେଜିତ ଜଣେ କର୍ମଚାରୀ, ପ୍ରଭୁଙ୍କର ଜଣେ ମିଶନାରୀ। ମୁଁ ପ୍ରଭୁଙ୍କୁ ତାଙ୍କ ଜୀବନ ପାଇଁ ଧନ୍ୟବାଦ ଦେବି। ହଠାତ୍ ଗୋଟେ ସାନ୍ତ୍ୱନାପ୍ରଦ ସ୍ଥାନ ଛାଡ଼ିକି ଅନ୍ୟ ଜାଗାକୁ ଯାଇ ମିଶନାରୀ ଭାବରେ କାର୍ଯ୍ୟ କରିବା ଏତେ ସହଜ ସାଧ୍ୟ ନୁହଁ। ଜଣେ ଲୋକ ଯେଉଁ ପର୍ଯ୍ୟନ୍ତ ରିସ୍କ ନିଏ ନାହିଁ ସେବା କାର୍ଯ୍ୟ ପ୍ରତି ସେ ଆତ୍ମା ଲାଭ କରିପାରିବ ନାହିଁ। ସେ ଯାହା ବି ହଉ, ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦାସଦାସୀମାନେ ଆନନ୍ଦ କଲୁ, ପରମେଶ୍ୱରଙ୍କର ଗୌରବ କଲୁ। ଗୀତ ମାଧ୍ୟମରେ, ବାଜା ମାଧ୍ୟମରେ, ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଦ୍ୱାରା ପରମେଶ୍ୱରଙ୍କର ସ୍ତବଗାନ କଲୁ। ବର୍ତ୍ତମାନ ଅଳ୍ପ ସମୟ ପରମେଶ୍ୱରଙ୍କ ବାକ୍ୟରୁ ଶୁଣୁଥିବା ତା ପୂର୍ବରୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦିଏ ଏବଂ ଅନେକ ବରିଷ୍ଠ ପାଳକମାନେ, ପ୍ରଭୁଙ୍କର ଦାସମାନେ, ସେବକ ସେବିକାମାନେ, ଖ୍ରୀଷ୍ଟ ଯୀଶୁଙ୍କର ପବିତ୍ର ରକ୍ତରେ କୃତ ମଣ୍ଡଳୀ ଏ ସ୍ଥାନରେ ସମବେତ ଅଛନ୍ତି। ମୁଁ ସମସ୍ତଙ୍କୁ ହୃଦୟର କୃତଜ୍ଞତା ଜ୍ଞାପନ କରି ଆପଣମାନେ ଆସିଥିବାରୁ ଏବଂ ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆମେ ଈଶ୍ୱରଙ୍କ ବାକ୍ୟରୁ ଶ୍ରବଣ କରୁଥିବା ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଗତକାଲି ପ୍ରଭୁଙ୍କର ଦାସ ପାଳକ ରଜତ ତାଙ୍କ ଦ୍ୱାରା ଯେଉଁ ଆୟୋଜିତ ହେଲା ସଭା, ପାଳକ ରଜତ, ସୁଶାନ୍ତ ଆଜ୍ଞା ଏବଂ ଆଲବେର୍ଟ ଆଜ୍ଞା, ରାଜୁ ଭାଇ ଯେଉଁ ସୁନ୍ଦର ଆୟୋଜନ କଲେ, ଭାଇ ଏଠାରେ ଅଛନ୍ତି, ସୁନ୍ଦର ସଭା ହେଲା। ଅନେକ ଲୋକ ପ୍ରଭୁଙ୍କର ବାକ୍ୟ ଶୁଣି ପରିବର୍ତ୍ତିତ ହେଲେ। ଆମେ ଗତକାଲି ରାପଚର ଉପରେ ଆଲୋଚନା କଲୁ। ରାପଚର ଗୋଟେ ଘଟଣା, ସେଇଟା ବର୍ତ୍ତମାନ ଘଟଣା ନା ଭବିଷ୍ୟତର ଘଟଣା? ରାପଚରଟା ଅତୀତର ଘଟଣା ନା ବର୍ତ୍ତମାନର କିମ୍ବା ଭବିଷ୍ୟତର ଘଟଣା? କିଏ କହିବେ? ଭବିଷ୍ୟତର ଘଟଣା। ମା ମାନେ କହିଲେ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଯେ ରାପଚର ଇଜ ଦ ଇଭେଣ୍ଟ which is coming. ରାପଚରଟା ଏଇ ପ୍ରକାର ଗୋଟେ ଘଟଣା ଯାହା ଏପର୍ଯ୍ୟନ୍ତ ଘଟି ନାହିଁ। ଆମମାନଙ୍କର ଗ୍ରେଟ୍ ଏକ୍ସପେକ୍ଟେସନ, ଆମମାନଙ୍କର ମହାନ ଭରସା ରହିଛି, ଆଶା ରହିଛି ଯେ ସେ ବରପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ପ୍ରତିଜ୍ଞା ମଣ୍ଡଳୀକୁ ଦେଇଛନ୍ତି ସେ ନିଶ୍ଚିତ ଭାବରେ ତାହା ପାଳନ କରିବେ। ଯୀଶୁ ଖ୍ରୀଷ୍ଟ ଯାହା କୁହନ୍ତି ତାହା କରନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ସେ ଆସିବେ, ନିଶ୍ଚୟ ଆସିବେ। ବାଇବେଲରେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମ୍ପର୍କରେ ପ୍ରାୟ 333 ଭାବବାଣୀ ଦିଆଯାଇଛି। 333 times the prophecies concerning Jesus is given. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପର୍କରେ 333ଟି ଭାବବାଣୀ ଦିଆଯାଇଛି। ଅନେକ ଭାବବାଣୀ ଏପର୍ଯ୍ୟନ୍ତ ସଫଳକୃତ ହୋଇ ଆସିଅଛି, ଆଉ କେତେକ ବର୍ତ୍ତମାନ ବାକି ଅଛି, ଏପର୍ଯ୍ୟନ୍ତ ଘଟି ନାହିଁ। ପ୍ରିୟ ବାପା ମା, ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଯୀଶୁ ଖ୍ରୀଷ୍ଟ ଆସିବେ। ରାପଚର ହେଉଛି ଏଇଟା ଗୋଟେ ମାନେ ଭବିଷ୍ୟତର ଘଟଣା ଯାହା ମଣ୍ଡଳୀ କେବଳ କଳ୍ପନା କରୁଛି। ମଣ୍ଡଳୀର ହୃଦୟରେ ପାଞ୍ଚିକି ରଖିଛି ଯେ ଆମମାନଙ୍କର ବରପୁତ୍ର ଯୀଶୁ ଖ୍ରୀଷ୍ଟ ଆଗମନ କରିବାକୁ ଯାଉଛନ୍ତି। I am going to marry him.
I am going to see him face to face. ମୁଁ ତାଙ୍କୁ ସାମ୍ନା ସାମ୍ନି ଦେଖିବି। ମୋର ବଡ଼ ପୁତ୍ର ଯୀଶୁ ଯେ ମୋତେ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି, ଯେ ମୋତେ ପରିତ୍ରାଣର ଆନନ୍ଦ ଦେଇଛନ୍ତି, କ୍ଷତ ରାଶିରୁ ଉଠାଇଛନ୍ତି, ପାପର ଗର୍ତ୍ତରୁ ମୋତେ ପୃଥକ କରିଛନ୍ତି, ସେଇ ତ୍ରାଣକର୍ତ୍ତାଙ୍କୁ ମୁଁ ଦିନେ ଦେଖିବାକୁ ଯାଉଛି। That is our hope. Hallelujah. ହାଲେଲୁୟା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ତେବେ ଭବିଷ୍ୟତର ଘଟଣାକୁ ଆମେ ଆଲୋଚନା କରୁଛୁ। ମନେ ରଖନ୍ତୁ, ଆମମାନଙ୍କ ହୃଦୟରେ ଯେଉଁ ଚିନ୍ତା ରହିଛି, ଯେଉଁ ବିଶ୍ୱାସ ରହିଛି, ଯେଉଁ ଆମମାନଙ୍କର ମହାନ ଆଶା ରହିଛି ଯେ ତ୍ରାଣକର୍ତ୍ତା ଯୀଶୁ ଆସିବେ, ତାଙ୍କ ସହିତ ମୁଁ ମେଘମାଳରେ ମଧ୍ୟ ଆକାଶରେ ସାକ୍ଷାତ କରିବି, ଏଇ ଭରସାର ସହିତ ମୁଁ ଖ୍ରୀଷ୍ଟିଆନ ହେଇଛି। ସେଇ ଭରସାର ସହିତ ମୁଁ ଯୀଶୁଙ୍କୁ ଗ୍ରହଣ କରିଛି। ସମସ୍ତ ରୀତିନୀତି, ଧର୍ମକର୍ମ, ସମସ୍ତ ପରମ୍ପରା ପରିତ୍ୟାଗ କରି, ମୋର ବାପା ନାଇଁ କହୁଥିଲେ ମଧ୍ୟ ମୁଁ ସେଇ ତ୍ରାଣକର୍ତ୍ତାଙ୍କୁ ଗ୍ରହଣ କରି ଆଜି ତାଙ୍କର ସେଇ ଆଶାରେ ରହିଛି। ଯୀଶୁ ଖ୍ରୀଷ୍ଟ ଆସିବେ, ନିଶ୍ଚୟ ଆସିବେ। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କ ଲୋକମାନେ, ଦୟାକରି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ପ୍ରିୟ ଜ୍ଞାନ କରିବେ ନାହିଁ, ଆପଣ ଗୋଟେ ମୁକୁଟ ହରାଇବେ। ଗୌରବର ଅମ୍ଳାନ ମୁକୁଟ ଆପଣଙ୍କୁ ମିଳିବ ନାହିଁ। ଦ୍ୱିତୀୟ ତିମୋଥୀ 4:7-8 ପଦରେ ପ୍ରେରିତ ପାଉଲ କହୁଛନ୍ତି, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ମୁଁ ନିରୂପିତ ସୀମାର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି, ମୁଁ ବିଶ୍ୱାସକୁ ରକ୍ଷା କରିଅଛି। ଅଦ୍ୟାବଧି ମୋ ନିମନ୍ତେ ସେ ନ୍ୟାୟବାନ ବିଚାରକର୍ତ୍ତା ଗୌରବର ଅମ୍ଳାନ ମୁକୁଟ ରଖିଅଛନ୍ତି। ତାପରେ ଆଉ ଗୋଟେ କଥା କହିଲେ, କେବଳ ମୋ ନିମନ୍ତେ ହିଁ ନୁହଁ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ଯେଉଁମାନଙ୍କର ଚେତା ରହିଛି, ଯେଉଁମାନେ ସଚେତ ହୋଇ ଜୀବନଯାପନ କାଟୁଛନ୍ତି, ଯେଉଁମାନେ ସଚେତ ଖ୍ରୀଷ୍ଟିଆନ ଜୀବନଯାପନ କାଟୁଛନ୍ତି। ମୁଁ ଗତ ମାସ ଜଣେ ପ୍ରଭୁଙ୍କର ଦାସ ପୁଲିସ ଆଜ୍ଞାଙ୍କୁ ଜଳରେ ବାପ୍ତିସ୍ମ ଦେଲି। ସେ ଆଜ୍ଞା ଜଣେ କର୍ମଚାରୀ, ଜଣେ ଉତ୍ତମ କର୍ମଚାରୀ, ସେ ଭଲ ଦରମା ପାଉଛନ୍ତି। ପ୍ରଭୁ ତାଙ୍କୁ ଏକ ଗୁଣବତୀ ସ୍ତ୍ରୀ ଦେଇଛନ୍ତି, ସେ ପରିତୃପ୍ତ ଅଛନ୍ତି। ବଟ୍ he is thinking about God. ସେ ପ୍ରଭୁଙ୍କ ବିଷୟରେ ଚିନ୍ତା କରୁଛନ୍ତି ଯେ ସେ ସଚେତ ଅଛନ୍ତି। ମୋର ଚାକିରି ଥାଉ, ଦରମା ଥାଉ, ମୋ ସ୍ତ୍ରୀ ଅଛନ୍ତି, ମୋର ପ୍ରଭୁ ମୋତେ ନିଶ୍ଚିତ ଭାବରେ ଅନୁଗ୍ରହ କରିଛନ୍ତି, କିନ୍ତୁ ଯୀଶୁଖ୍ରୀଷ୍ଟ ଆସିବେ, ଆସିବା ପୂର୍ବରୁ ମୋତେ ସୁସଜ୍ଜିତ ହେବାକୁ ପଡ଼ିବ। ପ୍ରକାଶିତ 19 ଅଧ୍ୟାୟରେ ଗତକାଲି ମୁଁ କହିଛି 7 ପଦରେ, ପ୍ରିୟ ଭାଇ ଭଉଣୀମାନେ, ସେ ସୁସଜ୍ଜିତ ହେଲେ। ଆଉ କହିଲେ, ଭାଇ ରଜତ କହିଲେ, ଆଜ୍ଞା ପ୍ରଭୁଙ୍କର ଦାସ ସେ ବାପ୍ତିଜିତ ହେବା ପାଇଁ ଚାହୁଁଛନ୍ତି। ବାପ୍ତିଜିତ ହେବା ପାଇଁ କୌଣସି କଟକଣା ନାହିଁ, କଟକଣା ନାହିଁ। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କ ଲୋକମାନେ, ଯଦି ଆପଣମାନେ ପ୍ରେରିତ 8 ଅଧ୍ୟାୟ ଦେଖିବେ, ଯେତେବେଳେ ନପୁଂସକ ପରିବର୍ତ୍ତିତ ହେଲେ, ଫିଲିପଙ୍କ ବାକ୍ୟ ସୁସମାଚାର ଶୁଣି ଯୀଶୁଙ୍କୁ ବିଶ୍ୱାସ କଲେ, ତାପରେ ସେ କହିଲେ, ଆଜ୍ଞା ମୁଁ ଜଳରେ ବାପ୍ତିଜିତ ହେବା ପାଇଁ କ'ଣ ବର୍ତ୍ତମାନ ମାନେ ବାଧା ଦେଉଛି? ମୁଁ ଜଳରେ ବର୍ତ୍ତମାନ ବାପ୍ତିଜିତ ହେଇପାରିବି କି ନାହିଁ? ଏଠାରେ ତ ଜଳ ରହିଛି, ଆପଣ ଅଛନ୍ତି। ତେବେ ଫିଲିପ କହିଲେ, ଆପଣ ଯଦି ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆଉ ହୃଦୟରେ ବିଶ୍ୱାସ କରିବେ, ମୁଖରେ ସ୍ୱୀକାର କରିବେ, ସେତେବେଳେ ହିଁ ସମ୍ଭବ ହେଇପାରିବ। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କ ଲୋକମାନେ, ତେବେ ସେ କହିଲେ ଯେ ଯୀଶୁ ସେ ପ୍ରକୃତରେ ତ୍ରାଣକର୍ତ୍ତା, ମୁଁ ହୃଦୟରେ ବିଶ୍ୱାସ କରୁଛି, ମୁଖରେ ସ୍ୱୀକାର କରୁଛି। ରୋମିଓ 10:9 ପଦ, ରୋମିଓ 10:12 ପଦ, 13 ପଦରେ, he who calls on the name of the Lord Jesus Christ will be saved. ଯେ ପ୍ରଭୁଙ୍କର ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ। ହାଲେଲୁୟା,
हालेलुया। प्रिय भाई भाई मैंने प्रभुंकर लोक माने प्रभुंकर दास दासी माने से आज्ञांकर चेता अच्छी से सचेत अच्छी इज एक्टिव से एठारे बसिचंती मु तांको ना कहबी ना काले मो ना रे केस दे पारंती तेणु मु ना कहया पाई चाहुनी से जने गवर्नमेंट सर्वेंट बढ़िया गीत मध्य गाइले मु आउ टिके सरल करिवि जेंति बुझी जिवे आपण माने तेबे प्रभुंक पाई से जळुचंती कार्य व्यस्त थिले मध्य जेत मालकानगिरी रे दंगा हैला मालकानगिरी रे जेत ताड़ना हैला मु रजत भाई को कहली जे भाई टिके जीवा देखिबा से मान को आमे कोन एते माड मरा जाईछि आमे प्रभु को लोक माने पाखरे रही कि कोन करूछु जीवा टिके चालंतो तेबे आज्ञा कहले मु भी जीवी तेबे आमानकर साहस आउ टिके बढ़ी गला जे जने पुलिस कर्मचारी आमानकर सहित अछंती से गाँ को खोजी 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 गलु दंगा परे परे केही मध्य से गाँ रे पहुंची नाहंती आम दल जाई कि आमे पहुंचलु प्रिय भाई बहन प्रभुंक लोक माने प्रभुंकर निमंते आमाने जलिबा दरकार प्रभुंक निमंते सचेत हबा यीशु ख्रीष्ट शीघ्र आसुचंती एटा मने रखंतु तेबे भविष्यत बाणी उपरे आमे आलोचना करूछु भविष्यत बाणी द प्रोफेसी इंग्रजी रे ताको प्रोफेसी बोली कहा जाए जहाँ पर्यंत घटी नाही घटिबा को जाउछि से सब को बाइबल रे भविष्यवाणी बोली कहा जाए प्रिय भाई माने राप्चर प्रथम रे राप्चर हबो तापरे परे यीशु ख्रीष्ट द्वितीय आगमन करिवे तापरे परे यीशु ख्रीष्ट आगमन करिवे आमे देखुछु से जेते बेले समस्त सप्तम मुद्रा सप्तम पात्र ढालिबे सेही समय रे जगत मध्य रे 7 वर्ष महा क्लेश हबो एवं प्रिय भाई बहन प्रभु को लोक माने मध्य आकाश रे गोटे विवाह भोज हम मु कहि दउछि भविष्य रे कोन कोन घटिया पाई जाउछि द मैरिज सफर ऑफ द लैम्ब विल टेक प्लेस इन द मिड एयर विथ द क्राइस्ट एंड द बॉडी ऑफ क्राइस्ट ख्रीष्ट एवं ख्रीष्टंकर शरीर जे मंडली से माने एकत्रित रहिबे सेठारे हालेलुया हालेलुया प्रिय भाई बहन प्रभु को लोक माने आमे समस्ते से विवाह भोजर अंशी हेबा से विवाह भोजरे रहिबा आमे मने रखंतु से विवाह हेबार स्त्री होउचु आमे विवाह को निमंत्रण जहाँ करा जाइछि माथ्यू 25 अध्याय रे 10 कन्या केबे मंडली नुह एडा मने रखंतु कारण यीशु ख्रीष्ट एक स्त्री सती स्त्री सहित विवाह करिवे बोली प्रथम करंत्य 11 अध्याय रे लिखा जाइछि 3 पद रे जे एक स्त्री सहित एक पुरुष सहित एक सती कन्या को कोन करा जाइछि वाग्दान करा जाइछि 10 कन्या केबे मध्य मंडली नुह 10 कन्या इस्राएल को बुझाए एवं प्रिय भाई माने एक स्त्री ही यीशु ख्रीष्ट सहित विवाह करिवो समस्त सार्वजनीन मंडली बोरीगुमा अंचल भाई भाई माने मुंडागोड़ा अंचल भाई भाई माने कोरापुट जिलार भाई भाई माने जयपुर अंचल ख्रीष्ट रे विश्वासी मंडली एवं रायगड़ा समग्र विश्व रे जो माने यीशु ख्रीष्ट को स्वीकार करिसंती से जो कोनोसी संप्रदायर लोक हेउ ना काहेकि जे कौन से संप्रदायर लोक हो से बाप्टिस्ट हो पेंटिकस्टाइल हो लुथरान हो कैथोलिक हो यीशु ख्रीष्ट को जदि प्रकृत हृदय रे जने लोक विश्वास करिछि से ही विवाह भोजरे अंशी हबो हालेलुया हालेलुया मु आपन को स्पष्ट कर देबा पाई चाहूछि कामड़ा कामड़ी हेबार किछि दरकार नाही से संस्था भलो ए संस्था भलो से मंडली भलो ए मंडली भलो ये मान नुह जो माने प्रकृत रे यीशु ख्रीष्ट ठारे अछंती से मानु को उठै कि निया जीवो जणे बाढोई तांकर गैरेज से शिफ्ट करूचंती गैरेज माने कोन ओडिया रे जड़े बाढ़ोई तांकर गैरेज तांकर दुकान को से अलगा स्थान को बोरीगुमारू जयपुर को स्थानांतर करुचंती तेबे तांकर गोटे काठ पेड़ी प्लास्टिक पेड़ी थिला से प्लास्टिक पेड़ी रे प्लास्टिक बॉक्स रे विभिन्न प्रकार सामग्री रही प्लास्टिक रो जिनस रही कंटा रही तंबा कंटा रही स्टील कंटा रही लुहा कंटा रही तेबे बाढ़ोई को कौन दरकार
ଲୁହା କଣ୍ଟା ଆବଶ୍ୟକ। ଲୁହା କଣ୍ଟା ଅତି ଶୀଘ୍ର ତାଙ୍କୁ ବାହାର କରିକି ନେଇକି ଗୋଟେ କାର୍ଯ୍ୟରେ ସେ ଲଗେଇବେ। ତେବେ ବିଭିନ୍ନ ପ୍ରକାର କଣ୍ଟା ସବୁ ରହିଛି, ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି, ଷ୍ଟିଲର ଏବଂ ପ୍ଲାଷ୍ଟିକର, କାଠର, ଲୁହାର, ତମ୍ବାର ଏବଂ ରସ, ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି। ତାଙ୍କୁ ଦରକାର କ'ଣ? ଲୁହାର କଣ୍ଟା ଏମର୍ଜେନ୍ସି ଦରକାର। ତେବେ ସେ କ'ଣ କରିବ? ସେ ସବୁ ବଡ଼ ପେଡ଼ିରୁ କଣ୍ଟା ବାଛିବା ପାଇଁ ତାଙ୍କୁ ଘଣ୍ଟାଟେ ଲାଗିବ। ତେଣୁ ସେ କ'ଣ କରିବ? ଗୋଟେ ଚୁମ୍ବକ ଆଣିବ। ଚୁମ୍ବକ ଆଣିକି ଯଦି ରଖିବ, ଚୁମ୍ବକ ଦେଖେଇଲେ ସବୁ ଲୁହା କଣ୍ଟା କ'ଣ ହେଇଯିବେ? ଉପରକୁ ଉଠିଯିବେ। ହାଲେଲୁୟା, ହାଲେଲୁୟା। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆକାଶକୁ ଆସିବେ, ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଲୁହା କଣ୍ଟା ସବୁ ହଠାତ୍ ଉଠେଇକି ନିଆଯିବେ। ତମ୍ବା ରହିଯିବ, ପ୍ଲାଷ୍ଟିକ ରହିଯିବ ଏବଂ ରସ ରହିଯିବ, ଷ୍ଟିଲ ରହିଯିବ, କେବଳ ଲୁହା ଯିବ। ତାର ଅର୍ଥ ମଣ୍ଡଳୀ ହିଁ, ବିଶ୍ୱାସୀ ମାନେ ଊର୍ଦ୍ଧ୍ୱକୁ ନୀତ ହେବେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସମସ୍ତେ ନୀତ ହେଇପାରିବେ ନାହିଁ। ତମ୍ବାକୁ କେବେ ଆଉ ଚୁମ୍ବକ ଟାଣିବ ନାହିଁ, ଷ୍ଟିଲକୁ ଟାଣିବ ନାହିଁ, ପ୍ଲାଷ୍ଟିକକୁ ଟାଣିବ ନାହିଁ। କେବଳ ତମ୍ବା, ସେଇ ଯେଉଁ ଚୁମ୍ବକ ପାଖରେ ଯେଉଁ ଚରିତ୍ର ଗୁଣ ରହିଛି, ସେ ଗୁଣ ଯଦି ସେ କଣ୍ଟାରେ ରହିଛି, ସେ କଣ୍ଟାକୁ ସେ କ'ଣ କରିବ? ଉଠେଇକି ନେବ। ଖ୍ରୀଷ୍ଟଙ୍କର ନୂତନ ସ୍ୱଭାବ ଯେଉଁମାନଙ୍କ ପାଖରେ ଅଛି, ପ୍ରିୟ ଭାଇ ଭଉଣୀମାନେ ପ୍ରଭୁଙ୍କର ଲୋକମାନେ, 2 କରିନ୍ଥୀୟ 5:17 ଯେଉଁମାନଙ୍କ ଜୀବନରେ ହେଇଛି, ନୂତନ ସୃଷ୍ଟି ଯଦି ହେଇଛନ୍ତି, ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ 26:36 ଯେ ନୂତନ ଆତ୍ମା, ନୂତନ ହୃଦୟ ଯଦି ପ୍ରାପ୍ତ ହୋଇଛନ୍ତି, ଖ୍ରୀଷ୍ଟଙ୍କ ଠାରୁ ସେ ଧାର୍ମିକତାର ବସ୍ତ୍ର ପରିଧାନ କରିଛନ୍ତି। ଯଦି ଆପଣଙ୍କ ଠାରେ ଖ୍ରୀଷ୍ଟଙ୍କର ଆତ୍ମା ଅଛନ୍ତି, ରୋମିଓ 8:11 ଯେଉଁମାନଙ୍କଠାରେ ଖ୍ରୀଷ୍ଟଙ୍କର ଆତ୍ମା ଅଛନ୍ତି ସେମାନଙ୍କୁ ସେ ଉଠାଇବେ ବୋଲି ଲେଖାଯାଇଛି। ଯାହା ପାଖରେ ପବିତ୍ର ଆତ୍ମା ଅଛନ୍ତି, ଖ୍ରୀଷ୍ଟଙ୍କର ଆତ୍ମା ରହିଛି ଏବଂ କଲୋସ୍ୟ 3:16 ଅନୁସାରେ ଯାହାଙ୍କଠାରେ ଈଶ୍ୱରଙ୍କର ବାକ୍ୟ ପ୍ରଚୁର ଭାବରେ କାର୍ଯ୍ୟ କରୁଛି, ତାଙ୍କୁ ହିଁ ଉଠେଇକି ନିଆଯିବ। ଯାହା ପାଖରେ ଖ୍ରୀଷ୍ଟଙ୍କର ଚରିତ୍ର ରହିଛି, ଖ୍ରୀଷ୍ଟଙ୍କର ଗୁଣ ରହିଛି, ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ତମ୍ବା ଏବଂ ରସ, ପ୍ଲାଷ୍ଟିକ, କାଠ ଏବଂ ସମସ୍ତ ଛଣ, ଘାସ, କାଷ୍ଠ ସବୁ ରହିଯିବେ। କେବଳ ଯେତେବେଳେ ଚୁମ୍ବକ ଆସିବ, ଯୀଶୁ ଖ୍ରୀଷ୍ଟ ଯେତେବେଳେ ମଧ୍ୟ ଆକାଶକୁ ଆସିବେ, ଆପଣର ମଣ୍ଡଳୀକୁ ଉଠେଇକି ନେବା ପାଇଁ, ଆକର୍ଷଣ କରିବା ପାଇଁ, କେବଳ ଲୁହା କଣ୍ଟା ହିଁ ତମ୍ବା ସହିତ ଲାଗିକି, ଲୁହା କଣ୍ଟା ହିଁ ସେଇ ଚୁମ୍ବକ ସହିତ ଆକର୍ଷିତ ହବ। ୟାର ମାନେ କ'ଣ? ଯେଉଁମାନଙ୍କ ପାଖରେ ଖ୍ରୀଷ୍ଟଙ୍କର ଗୁଣ, ଖ୍ରୀଷ୍ଟଙ୍କର ମନ ରହିଛି, ଫିଲିପିଓ 2:5 ଖ୍ରୀଷ୍ଟଙ୍କର ମନ ବୋଲିକିରି କୁହାଯାଇଛି। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମମାନଙ୍କର ମଧ୍ୟ ସେହିପରି ହେଉ। ଖ୍ରୀଷ୍ଟ ଯୀଶୁଙ୍କର ମନ, ଖ୍ରୀଷ୍ଟ ଯୀଶୁଙ୍କର ଆତ୍ମା, ଖ୍ରୀଷ୍ଟ ଯୀଶୁଙ୍କର ବାକ୍ୟ, ଖ୍ରୀଷ୍ଟ ଯୀଶୁଙ୍କର ସୁସମାଚାରର ପାଦୁକା ଯେଉଁମାନଙ୍କ ପାଖରେ ରହିଛି, ସେମାନଙ୍କୁ ହିଁ ଯୀଶୁ ଖ୍ରୀଷ୍ଟ ଉଠେଇକି ନେବେ। ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ସ୍ପଷ୍ଟ କରୁଛି, କୌଣସି ସମ୍ପ୍ରଦାୟ ବଡ଼ପଣ ହେବାର କିଛି ନାହିଁ। ଡୋଣ୍ଟ ବି ବୋଷ୍ଟ ଅନ୍ ୟୋର ଚର୍ଚ୍ଚ। ଆପଣଙ୍କ ମଣ୍ଡଳୀକୁ ଧରି କେବଳ ଆପଣ ଗାରିମା ଦେଖାନ୍ତୁ ନାହିଁ। ଆପଣଙ୍କ ପାଖରେ ଖ୍ରୀଷ୍ଟଙ୍କର ଆତ୍ମା, ଆପଣଙ୍କ ଠାରେ ଖ୍ରୀଷ୍ଟଙ୍କର ସେ ନୂତନ ସ୍ୱଭାବ ରହିଛି କି ନାହିଁ, ଆପଣ ନିଜକୁ ସମୀକ୍ଷା କରନ୍ତୁ। ଆପଣ ପ୍ରକୃତରେ ପୁରାତନ ହେଇକି ଅଛନ୍ତି କିମ୍ବା ନୂତନ ସୃଷ୍ଟି ହେଇଛନ୍ତି। ନୂତନ ସୃଷ୍ଟି ହିଁ ସାର ବାଇବେଲରେ ଲେଖାଯାଇଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଭବିଷ୍ୟତରେ ତାପରେ ମେଷ ଶାବକଙ୍କର ବିବାହ ଭୋଜ ପରେ ପରେ, ପ୍ରିୟ ଭାଇ ଭଉଣୀମାନେ ପ୍ରଭୁଙ୍କ ଲୋକମାନେ, ଯୀଶୁ ଖ୍ରୀଷ୍ଟ ଆପଣା ଭାର୍ଯ୍ୟା ରୂପୀ ମଣ୍ଡଳୀକୁ ନେଇକି ପ୍ରକାଶିତ 20:4 ସେ ପୃଥିବୀକୁ ଆଗମନ କରିବେ। ସେଇଟା ହେଉଛି ଦ୍ୱିତୀୟ ଆଗମନ। ଗତକାଲି ଆମେ ଶୁଣୁଥିଲୁ ଯେ ଆଗମନର 2ଟି ମଙ୍ଗ ଅଛି, ମୁଣ୍ଡ ଆଉ ଗଣ୍ଡ। ଗୋଟେ କଏନର 2ଟା ମଙ୍ଗ ଅଛି ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଗୋଟିଏ ପଟ ମୁଣ୍ଡ ଆଉ ଗୋଟିଏ ପଟ ଗଣ୍ଡ। ମୁଣ୍ଡ ଗଣ୍ଡ
ଆପଣମାନେ ଦେଖୁଛନ୍ତି ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ମଧ୍ୟ ଦୁଇଟି ମଙ୍ଗ ରହିଛି, ଦୁଇଟି ପାର୍ଶ୍ୱ ରହିଛି। ସେ ପ୍ରଥମରେ ମଧ୍ୟ ଆକାଶକୁ ଆସିବେ ଏବଂ ତାଙ୍କର ଆକର୍ଷଣୀୟ ଶକ୍ତି ଦ୍ୱାରା ଯେଉଁମାନଙ୍କ ଠାରେ ଖ୍ରୀଷ୍ଟଙ୍କର ଚରିତ୍ର, ଖ୍ରୀଷ୍ଟଙ୍କର ଗୁଣ କାର୍ଯ୍ୟ କରୁଛି, ସଜୀବ ଅଛି, ସେମାନଙ୍କୁ ସେ ଉଠେଇକି ନେବେ ଏବଂ ତମ୍ବା, ଘାସ, କାଷ୍ଠ, ପ୍ଲାଷ୍ଟିକ ସବୁ ରହିଯିବେ। ନାମଧାରୀ ଖ୍ରୀଷ୍ଟିଆନ୍ସ ସବୁ ଲାଇନରେ ରହିଯିବେ, କାର୍ଡ ଧରିକି ରହିଯିବେ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ ଲାଇନରେ ରହିଯିବେ, ଯାଇପାରିବେ ନାହିଁ। ମୁଁ ଆପଣଙ୍କୁ ଆତଙ୍କିତ କରିବା ପାଇଁ କହୁନାହିଁ, କିନ୍ତୁ ଯଦି ଆପଣଙ୍କର ଜୀବନରେ ଖ୍ରୀଷ୍ଟଙ୍କର ଆତ୍ମା, ଖ୍ରୀଷ୍ଟଙ୍କର ସେଇ ବାକ୍ୟ, ଖ୍ରୀଷ୍ଟଙ୍କର ସେଇ ଯୋଉ ଧାର୍ମିକତାର ବସ୍ତ୍ର ଆପଣଙ୍କୁ ଦିଆଯାଇଛି, ଆପଣ ଯଦି ପରିଧାନ କରିଛନ୍ତି, ଆପଣଙ୍କୁ ହିଁ ସେ ଚୁମ୍ବକ କ'ଣ କରିବ? ଆକର୍ଷଣ କରିକି ନେବ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ। ପ୍ରକାଶିତ ତାର 19:11 ପଦରେ ଏକ ଧବଳ ଅଶ୍ବ ବାହାରୁଛି। ପ୍ରକାଶିତ 6:1 ପଦରେ ଗୋଟେ ଘୋଡ଼ା ବାହାରୁଛି, ଧଳା ଘୋଡ଼ା। ସେ ଧଳା ଘୋଡ଼ା ଯୀଶୁ ଖ୍ରୀଷ୍ଟ ନୁହନ୍ତି, ଭଣ୍ଡ ଖ୍ରୀଷ୍ଟ, ନକଲି ଖ୍ରାଇଷ୍ଟ, ଦ କାଉଣ୍ଟରଫିଟ୍ ଖ୍ରାଇଷ୍ଟ, ଦ୍ୟାଟ୍ ଇଜ୍। ସେ ହେଉଛନ୍ତି ନକଲି ଖ୍ରୀଷ୍ଟ, ମନେ ରଖନ୍ତୁ। କିନ୍ତୁ ପ୍ରକାଶିତ 19:11ରେ ଆଉ ଗୋଟେ ଧବଳ ଅଶ୍ବ ଆସୁଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ସେ ହେଉଛନ୍ତି ଅସଲି ଖ୍ରୀଷ୍ଟ। ଆଉ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ସେ ସମୟରେ ହେଉଛି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ ବୁଝିବା ପାଇଁ, ସେ ଭବିଷ୍ୟତବାଣୀକୁ ବୁଝିବା ପାଇଁ ଆପଣଙ୍କୁ ପ୍ରକାଶିତ 19:1 ପଦ ପ୍ରଥମରେ ପଢ଼ିବାକୁ ପଡ଼ିବ। କି ଜଣେ ପଢ଼ନ୍ତୁ, ମୁଁ କହିବି ଆପଣମାନଙ୍କୁ। ମୁଁ ଅଳ୍ପ ସମୟରେ କହିବି ଆପଣମାନଙ୍କୁ, ଅଧା ବାକ୍ୟ ଅଲରେଡି ସରିଲା, ମୁଁ ପ୍ରସଙ୍ଗକୁ ଆସି ନାହିଁ ଭାଇ ଭଉଣୀମାନେ। କିନ୍ତୁ ଭବିଷ୍ୟତ ବାଣୀକୁ ବୁଝିବା ପାଇଁ ହେଲେ ଆପଣଙ୍କୁ ପ୍ରକାଶିତ 1:19କୁ ଭଲ ଭାବରେ ଷ୍ଟଡି କରିବାକୁ ପଡ଼ିବ। ଆଉ ତାର ସିକ୍ୱେନ୍ସ କ'ଣ, କେତେବେଳେ କ'ଣ ଘଟିବ ଭବିଷ୍ୟତରେ ଆପଣ ଜାଣିପାରିବେ। ଦୟାକରି ପଢ଼ନ୍ତୁ କିଏ ଜଣେ। ଅତଏବ ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି, এই যে স্পিকার ଅତଏବ ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେହି ସବୁ ଲିପିବଦ୍ଧ କର। ହାଲେଲୁୟା, ହାଲେଲୁୟା। ଏଠାରେ ତିନି ଗୋଟି କାଳ ଆପଣ ଦେଖୁଛନ୍ତି। ଯେଉଁମାନେ କାଳ ଉପରେ, ଯେଉଁମାନଙ୍କର ଧାରଣା ଅଛି ଟେନ୍ସ ଉପରେ, ଯେଉଁମାନେ ଇଂରାଜୀ ଗ୍ରାମାର ଜାଣିଛନ୍ତି, ଏଠାରେ ତିନିଟା କାଳ ବିଷୟରେ କୁହାଯାଇଛି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଥମ କାଳ ହେଉଛି ଯାହା ଯାହା ଦର୍ଶନ କଲ, ପାଷ୍ଟ ଟେନ୍ସ, what has already been done, what is already finished, ଯାହା ସମାପ୍ତ ହେଇଛି, ଯାହା ଯାହା ତୁମେ ଦର୍ଶନ କଲ। ଯୋହନଙ୍କୁ ଯୀଶୁ ଖ୍ରୀଷ୍ଟ ଏ କଥା କହୁଛନ୍ତି, ଯୋହନ ପେନ୍ ଆହୁରି କ'ଣ ସେଇ ଯୋଉ ସ୍କ୍ରୋଲ ବାହାର କର, ଲେଖିବ ମୁଁ ଯାହା ଯାହା କହିବି। ଯାହା ଯାହା ଦର୍ଶନ କଲ ଏବଂ ଯାହା ଯାହା ବର୍ତ୍ତମାନ ଘଟୁଅଛି, ଏହା ପରେ ଯାହା ଘଟିବ। ଘଟୁଅଛି ବର୍ତ୍ତମାନ କାଳ, ଯାହା ଯାହା ଦେଖିଲ ତାହା ଅତୀତ କାଳ, ଯାହା ଘଟିବ ତାହା ଭବିଷ୍ୟତ କାଳ। ପାଷ୍ଟ, ପ୍ରେଜେଣ୍ଟ ଆଣ୍ଡ ଫ୍ୟୁଚର। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ତେବେ ଯାହା ଯାହା ଦେଖିଲ କୋଉ ବିଷୟରେ କହୁଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋହନଙ୍କୁ କେଉଁ ବିଷୟରେ ଅବଗତ କରାଉଛନ୍ତି? ପ୍ରିୟ ମଣ୍ଡଳୀ, ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଲୋକମାନେ, ୟାର ତାତ୍ପର୍ଯ୍ୟ ନ ବୁଝିବା ପର୍ଯ୍ୟନ୍ତ ଆପଣ ପ୍ରକାଶିତ ପୁସ୍ତକରୁ ଭବିଷ୍ୟତ ବାଣୀ ଆପଣ ଠିକ ଭାବରେ ଶିକ୍ଷା ଦେଇପାରିବେ ନାହିଁ। ପ୍ରଥମରେ 1:19 ପଦରେ ଯାହା ଯାହା ଦେଖିଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି, ଯାହା ଯାହା ଘଟିବ। ତିନିଟା କାଳ ଅଛି କି ନାହିଁ? ବାଳକ ମାନେ, ମା ମାନେ, ଅଛି କି ନାହିଁ? ଧନ୍ୟବାଦ।
ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକମାନେ, ଯାହା ଯାହା ଦେଖିଲ, ଯାହା ଯାହା ଦର୍ଶନ କଲ, ଏଇଟା ମଣ୍ଡଳୀ ଯୁଗକୁ ବୁଝଉଛି। ଏଫିସିୟ 2 ଏବଂ 3 ଅଧ୍ୟାୟକୁ ବୁଝଉଛି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସପ୍ତ ମଣ୍ଡଳୀ ଯୁଗ ପ୍ରକାଶିତ 2ର 1ରୁ 7 ପଦ ପର୍ଯ୍ୟନ୍ତ ସପ୍ତ ମଣ୍ଡଳୀ ଯୁଗ, ଏଫିସିୟ ମଣ୍ଡଳୀ ଯୁଗ, ସ୍ମରଣା ମଣ୍ଡଳୀ ଯୁଗ, ଥୁଆତିରା ମଣ୍ଡଳୀ ଯୁଗ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ତାପରେ ଆମେ ଦେଖୁଛୁ ଫିଲାଦେଲଫିଆ ମଣ୍ଡଳୀ ଯୁଗ, ଲାଉଦିକିଆ ମଣ୍ଡଳୀ ଯୁଗ। ଏହି ପ୍ରକାର 7ଟା ମଣ୍ଡଳୀ ବିଷୟରେ ଆମେ ଦେଖୁଛୁ। ଏଇଟା ମଣ୍ଡଳୀ ଯୁଗ ବିଷୟରେ କହୁଛନ୍ତି। ଆପଣମାନେ ଭଲ ଭାବରେ ଏଇ ପଦକୁ ବିଭିନ୍ନ ଭଲ ଲେଖକ ମାନଙ୍କର କମେଣ୍ଟ୍ରି ଦେଖନ୍ତୁ। ୱିଲମିଂଟନ ଗାଇଡ୍ ଦେଖନ୍ତୁ, ଜନ୍ ମେକାତାରର ଷ୍ଟଡି ବାଇବେଲ ଆପଣ ଦେଖନ୍ତୁ, ଏବଂ ପ୍ରିୟ ଭାଇ ମାନେ ରାଇରି ବାଇବେଲ ଷ୍ଟଡି ଦେଖନ୍ତୁ। ଯେ ମହାନ ମହାନ ବିଚକ୍ଷଣ ବାଇବେଲ ପଣ୍ଡିତ ମାନେ କୁହନ୍ତି ଯେ ଏଇଟା ମଣ୍ଡଳୀ ଯୁଗ, ସପ୍ତ ମଣ୍ଡଳୀ ଯୁଗକୁ ବୁଝାଏ। ଯାହା ଯାହା ଦେଖିଲ, already gone, past। ପ୍ରିୟ ଭାଇ ପ୍ରଭୁଙ୍କ ଲୋକମାନେ, ଯାହା ଯାହା ଦେଖିଲ, ଏଇଟା 2100 ଖ୍ରୀଷ୍ଟାବ୍ଦରୁ 2000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତର ଯୁଗକୁ ବୁଝଉଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ଆମେ 2000 ଅଲରେଡି କ୍ରସ୍ କରିକି ଚାଲିଛୁ। ମନେ ରଖନ୍ତୁ, ଆପଣ ଦାନିଏଲ 9 ଅଧ୍ୟାୟ 25, 26, 27 ଦେଖିବେ। ତେବେ ଗାବ୍ରିଏଲ ଦୂତ ଦାନିଏଲକୁ ଯେଉଁ ଭାବବାଣୀ ଦେଲେ 70 ସପ୍ତାହ ସମ୍ପର୍କରେ, ସେ କାଳ ବର୍ତ୍ତମାନ ସମାପ୍ତ ହେଇଛି। ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେଇକି ସାରିଛନ୍ତି। At any time Christ may come। ଯେକୌଣସି ମୁହୂର୍ତ୍ତରେ ତୁରୀ ବାଜିପାରେ, ମହାଶବ୍ଦ ହେଇପାରେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଏବଂ ତୁରୀ ବାଜିବ, ଆମମାନେ ପରିବର୍ତ୍ତିତ ହେବା ଏବଂ ଖ୍ରୀଷ୍ଟଙ୍କ ସହିତ ରହିବା ପାଇଁ ଆମେ ସ୍ଥାନାନ୍ତରିତ ହେବା। ରାପ୍ଚରର ଅର୍ଥ ସ୍ଥାନାନ୍ତରିତ, ପୃଥିବୀରୁ ମଧ୍ୟ ଆକାଶକୁ ଉଠେଇକି ନିଆଯିବା। ରାପେରେ, ରାପ୍ଟୁର, ହାର୍ପାଜେ ଲାଟିନ ଏବଂ ଗ୍ରୀକ ଶବ୍ଦ ବାଇବେଲରେ ବ୍ୟବହାର କରାଯାଇଛି। ଆଲାସୋ, ଆମେ ପରିବର୍ତ୍ତିତ ହେଇଯିବା ଖ୍ରୀଷ୍ଟଙ୍କ ଅନୁରୂପରେ, ସେଦିନ ଆମେ ପରିବର୍ତ୍ତିତ ହେବ। ରୋମିଓ 8 ଅଧ୍ୟାୟରେ ପରମେଶ୍ୱରଙ୍କର ଇଚ୍ଛା ଯେ ଆମେ ସମସ୍ତେ ଯେପରିକି ଖ୍ରୀଷ୍ଟଙ୍କ ଅନୁରୂପରେ ପରିବର୍ତ୍ତିତ ହେଉ। କେତେବେଳେ ପରିବର୍ତ୍ତିତ ହେବା? କେତେବେଳେ? ପ୍ରଥମ କରନ୍ଥୀୟ 15ର 51 ପଦ ଯାହା ଲେଖାଯାଇଛି ପ୍ରସଙ୍ଗରେ କେତେବେଳେ ଘଟିବ? ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ତୁରୀ ବାଜିବ, ସେତେବେଳେ ଆମେ ପରିବର୍ତ୍ତିତ ହେବା। we will be transformed into the image of our Lord and Savior Jesus Christ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁରୂପ ଆପଣ ଯୀଶୁ ଖ୍ରୀଷ୍ଟଙ୍କ ପରି ହେବେ। ମା, ଆପଣ ଯୀଶୁ ଖ୍ରୀଷ୍ଟଙ୍କ ପରି ହେବେ। ମୁଁ ଯୀଶୁ ଖ୍ରୀଷ୍ଟଙ୍କ ପରି ହେବି। ମତେ ଯୀଶୁ ଖ୍ରୀଷ୍ଟଙ୍କର ଅନୁରୂପରେ ମୁଁ ବର୍ତ୍ତମାନ ପରିବର୍ତ୍ତିତ ହେଉଛି। ମୁଁ ସମ୍ପୂର୍ଣ୍ଣ ବଦଳି ନାହିଁ। ମୁଁ ଜଗତରେ ଅଛି। ଧୀରେ 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 ଆତ୍ମିକ ଜୀବନ କାଟୁ 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 କାଟୁ, ବାଇବେଲ ପଢୁ ପଢୁ, ପ୍ରାର୍ଥନା କରୁ କରୁ, ସୁସମାଚାର ପ୍ରଚାର କରୁ କରୁ, ଖ୍ରୀଷ୍ଟଙ୍କର ବାକ୍ୟ ବହନ କରୁ କରୁ, ଈଶ୍ୱରଙ୍କ ନିମନ୍ତେ କାର୍ଯ୍ୟରେ ଦାନ ଦେଉ ଦେଉ, ଈଶ୍ୱରଙ୍କ ପ୍ରତି ଲାଳୟିତ ହେଇ ଜୀବନ ଯାପନ କାଟୁ 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 କାଟୁ, ଧୀରେ 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 ମୁଁ ବଦଳୁଛି। ମୋ ରୂପଟା ଚେଞ୍ଜ ହେଉଛି। ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ମୁଁ ବଦଳୁଛି। I am being changed. I am being transformed into the image of Jesus Christ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁରୂପରେ ଆପଣ ବଦଳୁଛନ୍ତି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ଦିନେ ଆମେ ଗୋଟେ ଗାଁକୁ ସୁସମାଚାର ପ୍ରଚାର କରିବା ପାଇଁ ଗଲୁ। ତେବେ ଜଣେ ମଦୁଆ ଲୋକ, ସେ ଆଉ ବିଡ଼ି ଖାଉଥିଲେ, ପିକା ଖାଉଥିଲେ, ନାଶ ଭାଙ୍ଗ ଖାଉଥିଲେ। ସେ ପ୍ରଭୁଙ୍କୁ ପାଇଲେ। ମୁଁ ତାଙ୍କୁ ବାପ୍ତିସ୍ମ ଦେଲି, ତାଙ୍କ ପରିବାରର ସମସ୍ତଙ୍କୁ ମୁଁ ବାପ୍ତିସ୍ମ ଦେଲି। ପ୍ରାୟ 15 ବର୍ଷ ହେଲା ସେମାନେ ପ୍ରଭୁରେ ଅଛନ୍ତି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ପରିତ୍ରାଣ ପାଇଲା ପରେ ସେ କହିଲେ, ଆଜ୍ଞା ଚାଲନ୍ତୁ ସେ ନଦୀ ସେ ପାରି ହାଲୁଆ ବୋଲି ଗୋଟେ ଗାଁ ଅଛି, ସେଇଠି ଆମ ଲୋକମାନେ ଅଛନ୍ତି, ଯିବା ସେମାନଙ୍କୁ ଟିକେ ସୁସମାଚାର ପ୍ରଚାର କରିବା। ଆମେ ସେ ଗାଁକୁ ଗଲୁ, ନଦୀ ଡେଇଁକି ସେ ଗାଁକୁ ଗଲୁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଲୋକମାନେ,
ତେବେ ଆମେ ଗଲୁ ବସିଲୁ କଥାବାର୍ତ୍ତା କରୁ କରୁ ସେ ଆଜ୍ଞାଙ୍କର ଜଣେ ଭଉଣୀ ତାଙ୍କୁ ଦେଖି ଖୁସି ହେଇଗଲେ, ଆନନ୍ଦିତ ହେଲେ, କହିଲେ ଆଜ୍ଞା ଆପଣ ଆଜିକାଲି ଟିକେ ବେଶୀ ପିଉଛନ୍ତି କି ବୋଲି କହିଲେ। ଆପଣଙ୍କର ଚେହେରା ବଦଳି ଯାଇଛି, ବେଶୀ ସୁନ୍ଦର ଦେଖାଯାଉଛନ୍ତି, ଆପଣଙ୍କର ରୂପ ବଦଳି ଯାଇଛି, ଆପଣଙ୍କର ଗାଲ ସବୁ କ'ଣ ସୁନ୍ଦର ହେଇକି ଚକ୍ 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 ସାଇନ୍ ହେଉଛି। ସେ କହୁଛନ୍ତି କ'ଣ ପିଉଛନ୍ତି, ଆଜିକାଲି ଆଉ ଟିକେ ବେଶୀ ଭଲ ଦେଖାଯାଉଛନ୍ତି, ଜଣେ ଅଫିସର ଲୋକ ପରି ଦେଖାଯାଉଛନ୍ତି। ତେବେ ଆମେ ବସିଛୁ, ସେ ଆଜ୍ଞା କହିଲେ ନାଇଁ ମା, ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଲା ପରେ ମୋର ଜୀବନ ବଦଳିଗଲା, ମୋର ଚେହେରା ମଧ୍ୟ ବଦଳିଗଲା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେତିକିରେ ଆମର ସୁସମାଚାର ସମାପ୍ତ, ଆଉ ବେଶୀ ସାକ୍ଷ୍ୟର ଆବଶ୍ୟକ ନାହିଁ। ସେ କହିଲେ ନାଇଁ ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ପିଇଛି, ମୁଁ ଆଉ ଦ୍ରାକ୍ଷା ରସରେ ମତ ହେଉନାହିଁ। ଏଫେସିୟ 5:18 ମୋ ଜୀବନରେ ହେଉନାହିଁ, ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ପିଇଛି, ତେଣୁ ମୋର ଚେହେରା ବଦଳି ଯାଇଛି। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ ଆମମାନଙ୍କୁ ପରିବର୍ତ୍ତିତ ହେବା ଆବଶ୍ୟକ ରହିଛି। ଏବଂ ମୁଁ କହିବା ପାଇଁ ଚାହୁଁଛି ଏ ସପ୍ତମଣ୍ଡଳୀ ଯୁଗ, ସପ୍ତମଣ୍ଡଳୀ ଯୁଗ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ଆମେ ଦେଖିଲୁ 100-33 ଖ୍ରୀଷ୍ଟାବ୍ଦରୁ 2000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏଇଟା ମଣ୍ଡଳୀ ଯୁଗକୁ ବୁଝାଏ। ଯାହା ଯାହା ଦେଖିଲ ତାହା କ'ଣ କର, ତୁମେ ଲେଖ। କୋଉ କୋଉ ମଣ୍ଡଳୀ ଏଥିରେ ସମ୍ପୃକ୍ତ, ଆଜି ଟିକେ ମୁଁ ଶିକ୍ଷା ଦଉଥିବି ଏବଂ ପ୍ରଚାର ମଧ୍ୟ କରୁଥିବି। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଟିଚିଂ ଆଉ ପ୍ରିଚିଂ ଏ ଦୁଇଟା ଅଲଗା ପ୍ରକାର ବିଷୟ, ତେଣୁ ଆଜିର ସେ ପ୍ରଚାରରେ ଶିକ୍ଷା ମଧ୍ୟ ଥିବ। 7ଟା ମଣ୍ଡଳୀର ନାଁ ଦୟାକରି ମା ମାନେ କୁହନ୍ତୁ ମତେ। ପ୍ରକାଶିତ 2:1-7 ପଦ ମଧ୍ୟରେ 7 ଗୋଟି ମଣ୍ଡଳୀ ରହିଛି। ସେ ମଣ୍ଡଳୀ ନାଁ କିଏ କହିପାରିବେ ମତେ ଦୟାକରି କୁହନ୍ତୁ। 1 ଏଫେସିୟ ମଣ୍ଡଳୀ। ଏଫେସିୟ ମଣ୍ଡଳୀ ଯୁଗ, ଏଫେସିୟର ଅର୍ଥ ଡିଜାୟରେବଲ, ଏଫେସିୟର ଅର୍ଥ ବାଞ୍ଛନୀୟ, ଲଭଲି। ଏଫେସିୟର ଅର୍ଥ ପ୍ରକୃତରେ ପ୍ରିୟ ଭାଇ ମାନେ ବାଞ୍ଛନୀୟ, ଯାହାକୁ ଆମେ ବେଶୀ ପସନ୍ଦ କରିବା, ଯାହାକୁ ଆମେ ବେଶୀ ପ୍ରେମ କରିବା। ପ୍ରିୟ ଭାଇ ମାନେ, 33 ଖ୍ରୀଷ୍ଟାବ୍ଦରୁ 200 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏଫେସିୟ ମଣ୍ଡଳୀ ଯୁଗ। ଯାହା ଯାହା ଦେଖିଲ ମଣ୍ଡଳୀ ଯୁଗର ଇତିହାସ ଅଳ୍ପ ସମୟ କହୁଛି। ଦ୍ୱିତୀୟ ମଣ୍ଡଳୀ, ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ଦ୍ୱିତୀୟ ମଣ୍ଡଳୀ ଯୁଗ ସ୍ମରଣା ମଣ୍ଡଳୀ ଯୁଗ। ସ୍ମରଣା ମଣ୍ଡଳୀ, ସ୍ମରଣା ମଣ୍ଡଳୀ, ସ୍ମରଣାର ଅର୍ଥ ବିଟରନେସ୍ ଏଣ୍ଡ ଡେଥ୍। ସ୍ମରଣା ମଣ୍ଡଳୀ ସମୟରେ ଭୟଙ୍କର ତାଡ଼ନା ହେଲା। ରୋମରେ, ବାବିଲନ ଅଞ୍ଚଳରେ ଏ ପ୍ରକାର ଭୟଙ୍କର ତାଡ଼ନା ହେଲା, ଲୋକମାନଙ୍କୁ ଭୟଙ୍କର ଭାବରେ ମୃତ୍ୟୁଦଣ୍ଡ ଦିଆଗଲା। ଖ୍ରୀଷ୍ଟିଆନ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଏ ପ୍ରକାର ତାଡ଼ନା, ଦଙ୍ଗା ରୋମରେ କରାଗଲା, ଆପଣ କଳ୍ପନା କରିପାରିବେ ନାହିଁ ପ୍ରିୟ ଭାଇ ଭଉଣୀମାନେ। ସେଇଥିପାଇଁ ସ୍ମରଣାର ଅର୍ଥ ଏଇ ଯୁଗକୁ ବିଟରନେସ୍ ଏବଂ ଡେଥ୍ ସହିତ ତୁଳନା କରାଯାଇଛି। ତିକ୍ତତାର ଯୁଗ, ମଣ୍ଡଳୀ ମଧ୍ୟରେ ଏକ ପ୍ରକାର ଭୟ ଏବଂ ତିକ୍ତତା ଆସିଥିଲା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ଏଇଟା 200-325 ପର୍ଯ୍ୟନ୍ତ ଏଇ ଯୁଗ ସ୍ମରଣା ମଣ୍ଡଳୀ ଯୁଗ। ମୁଁ 7ଟା ମଣ୍ଡଳୀ ବିଷୟରେ ଟିକେ କହିକି ଆଗକୁ ବଢିବି, ଅଳ୍ପ ସମୟରେ ସାରିବି। ତୃତୀୟ ମଣ୍ଡଳୀ, ତୃତୀୟ ମଣ୍ଡଳୀ ପର୍ଗମ, ପର୍ଗମ ମଣ୍ଡଳୀ ବୋଲି କୁହାଯାଇଛି। ପର୍ଗମ ମଣ୍ଡଳୀ 325-500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, 325-500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପର୍ଗମ ମଣ୍ଡଳୀ ଯୁଗ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ୟାର ଅର୍ଥ, ପର୍ଗମର ଅର୍ଥ ମାଚ୍ ମ୍ୟାରେଜେସ୍, ବହୁ ବିବାହ ଯୁଗ। ବହୁ ବିବାହ ମାନେ କନ୍ୟା ବିବାହ କଥା ଏଠି ପଡ଼ି ନାହିଁ। এই ସମୟରେ, এই ଯୁଗରେ ପ୍ରଭୁଙ୍କର ଲୋକମାନେ, ଖ୍ରୀଷ୍ଟିଆନ ଲୋକମାନେ ଭ୍ରାନ୍ତ ପଥରେ ଦୌଡ଼ିଲେ, ଭ୍ରାନ୍ତ ଦେବଦେବୀ ମାନଙ୍କ ପଛରେ ଦୌଡ଼ିବାକୁ ଆରମ୍ଭ କଲେ। ପଥଭ୍ରଷ୍ଟ ଜୀବନଯାପନ କାଟୁଥିବାରୁ ଏଇ ଯୁଗକୁ ବା ଏଇ ଯୋଉ ପର୍ଗମର ଅର୍ଥ ବହୁ ବିବାହ ବୋଲିକିରି କୁହାଯାଏ। ସେମାନେ ଅନ୍ୟ ଯୀଶୁଖ୍ରୀଷ୍ଟଙ୍କୁ ପରିତ୍ୟାଗ କରି ଅନ୍ୟ ଦେବଦେବୀ ମାନଙ୍କୁ ସେମାନେ ପୂଜା କରିବାକୁ ଆରମ୍ଭ କଲେ।
ଆଉ ଏଇ ଯୁଗ 500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରିୟ ଭାଇ ଭଉଣୀମାନେ ଚତୁର୍ଥ ମଣ୍ଡଳୀ ଥୁୟାଥିରା ମଣ୍ଡଳୀ। ଥୁୟାଥିରା ମଣ୍ଡଳୀ 500 ରୁ 1000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଏଇ ଥୁୟାଥିରା ମଣ୍ଡଳୀ ବା ଥୁୟାତିରାର ଅର୍ଥ ହେଉଛି ସ୍ୱିଟ୍ ସାଭର ଅଫ୍ ସାକ୍ରିଫାଇସ୍। এই ସମୟରେ ଖ୍ରୀଷ୍ଟଙ୍କର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କର ଦାସଦାସୀ ମାନେ ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ବାକ୍ୟ ନିମନ୍ତେ ବଳିକୃତ ହେଇଥିଲେ, ଆପଣ ଆପଣା ଜୀବନକୁ ଦାନ କରିଥିଲେ। ସେଇଥିପାଇଁ ଏଇଟାକୁ ସୁଗନ୍ଧ ଦ୍ରବ୍ୟ ସ୍ୱରୂପ ଯୁଗ ବୋଲିକିରି କୁହାଯାଏ। ଏଇଟାକୁ ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ବଳିଦାନର ସୁବାସ ବୋଲିକିରି କୁହାଯାଏ। ବଳିଦାନର ସୁବାସ ଖ୍ରୀଷ୍ଟଙ୍କର ବାକ୍ୟ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ନିମନ୍ତେ ଯେଉଁମାନେ ବଳି ହେଲେ, ୟାର ସୁବାସ ସେଇ ସମୟରେ ପ୍ରଚଳିତ ହେଲା, ଲୋକମାନେ ଆଗ୍ରହଣ କରିଥିଲେ। ମୁଁ ଇତିହାସ କହୁଛି ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଯାହା ଯାହା ଦେଖିଲ ତାହା ଲେଖ। ଯାହା ଅତୀତର ଏ ମଣ୍ଡଳୀ ଯୁଗ ବିଷୟରେ କୁହାଯାଇଥିଲା ମୁଁ ସେଇଟା କହୁଛି ଭାଇ ଭଉଣୀମାନେ। ପଞ୍ଚମ ମଣ୍ଡଳୀ ସାର୍ଦି ମଣ୍ଡଳୀ। ସାର୍ଦି ମଣ୍ଡଳୀ 1000 ରୁ 1500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଏଇ ଯୁଗକୁ କଣ ବୋଲିକିରି କୁହାଯାଏ ମାନେ ରକ୍ଷାପ୍ରାପ୍ତ ଅବଶିଷ୍ଟାଂଶ। ସାର୍ଦିର ଅର୍ଥ ହେଉଛି ରକ୍ଷାପ୍ରାପ୍ତ ଅବଶିଷ୍ଟାଂଶ, ଯେଉଁମାନେ ବିଭିନ୍ନ ପ୍ରକାର ତାଡ଼ନା ମୃତ୍ୟୁଦଣ୍ଡରୁ ରୋମ ସରକାରର ସମସ୍ତ ନିର୍ଯାତନାରୁ ରକ୍ଷା ପାଇଥିଲେ, ସେ ବଳକା ଲୋକମାନଙ୍କ ବିଷୟରେ ଏଠାରେ କୁହାଯାଇଛି। ସାର୍ଦି ମଣ୍ଡଳୀ ଏମାନେ ରକ୍ଷାପ୍ରାପ୍ତ ଲୋକମାନେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, 6 ନମ୍ବର ମଣ୍ଡଳୀ ଫିଲାଡେଲଫିଆ ମଣ୍ଡଳୀ। ଭାତୃପ୍ରେମ। ଫିଲାଡେଲଫିଆର ଅର୍ଥ ଭାତୃପ୍ରେମ, ବ୍ରଦରଲି ଲଭ। এই ମଣ୍ଡଳୀରେ ଭାତୃପ୍ରେମ ଥିଲା। ଭାଇକୁ ଭାଇ ଭାବରେ, ଭଉଣୀକୁ ଭଉଣୀ ଭାବରେ ଖ୍ରୀଷ୍ଟିଆନ ଲୋକମାନେ ପରସ୍ପରକୁ ପ୍ରେମ ଆଦାନ ପ୍ରଦାନ କରିବାର ସମୟ ଥିଲା। ଫିଲାଡେଲଫିଆ ମଣ୍ଡଳୀ ଏଇଟା ପ୍ରିୟ ଭାଇ ଭଉଣୀମାନେ 1500 ରୁ 1900 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଏବଂ ଶେଷ ମଣ୍ଡଳୀ ଯୁଗ ଲାଉଦିକିଆ ମଣ୍ଡଳୀ ଯୁଗ, ପ୍ରିୟ 1900 ରୁ ରାପଚର ପର୍ଯ୍ୟନ୍ତ। ଯାହା ରାପଚର ହେଇନାହିଁ, ବର୍ତ୍ତମାନ ଲାଉଦିକିଆ ମଣ୍ଡଳୀ ଯୁଗରେ ଆପଣମାନେ ଆଉ ମୁଁ ଅଛୁ। କୋଉ ଯୁଗରେ ଅଛୁ? ମା ମାନେ କୁହନ୍ତୁ, କୋଉ ଯୁଗରେ ଆମେ ଅଛୁ? ଲାଉଦିକିଆ ମଣ୍ଡଳୀ ଯୁଗ। ଲାଉଦିକିଆର ଅର୍ଥ ମୁଁ ଆପଣଙ୍କୁ କହିବି ପ୍ରିୟ ଭାଇ ଭଉଣୀ ମାନେ, ରାଇଟ୍ସ ଅଫ୍ ଦ ପିପୁଲ, ଲୋକମାନଙ୍କର ଅଧିକାରର ଯୁଗ। ଲୋକମାନେ ଆପଣା ଆପଣା ଅଧିକାର ନ୍ୟାୟ ପ୍ରାପ୍ତ ହେବାର ଯୁଗ ଲାଉଦିକିଆ ମଣ୍ଡଳୀ ଯୁଗ। 1900 ଖ୍ରୀଷ୍ଟାବ୍ଦରୁ ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହୋଇ ଖ୍ରୀଷ୍ଟଙ୍କ ସହିତ ବସିବା ପର୍ଯ୍ୟନ୍ତ, ବିବାହ ବେଦୀରେ ଯାଇକି ବସିବା ପର୍ଯ୍ୟନ୍ତ, ବା ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ପେଣ୍ଟିକଷ୍ଟ ଦିବସରୁ ଯେତେ ବିଶ୍ୱାସୀ ମାନେ ସେମାନେ ରାପଚର କରାଯିବେ, ଆଉ ସେଇ ଯୁଗକୁ ବୁଝାଏ। ସେଇଟା ହେଉଛି ଲାଉଦିକିଆ ମଣ୍ଡଳୀ ଯୁଗ, 1900 ଖ୍ରୀଷ୍ଟାବ୍ଦରୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ। এই 7টা ମଣ୍ଡଳୀ ବିଷୟରେ କୁହାଗଲା। ଯାହା ଯାହା ଦେଖିଲ ତୁମେ ଲେଖ। ଏଇଟା ହେଉଛି ମଣ୍ଡଳୀ ଯୁଗ। ତାପରେ ଯାହା ଯାହା ଘଟୁଅଛି, ମୁଁ ସର୍ଟକଟରେ କହିବି, ଯାହା ଯାହା ଘଟୁଅଛି ବର୍ତ୍ତମାନ କାଳରେ କହିଲେ ପ୍ରିୟ ଭାଇ ପ୍ରଭୁଙ୍କ ଲୋକମାନେ, ପ୍ରକୃତରେ ଯଦି ଆପଣମାନେ ଦେଖିବେ ମଣ୍ଡଳୀ ଯୁଗର ସମାପ୍ତ ହେଇଯାଇଛି ଆମର। ମଣ୍ଡଳୀ ଯୁଗର ଯଦି ଦେଖିବେ ଆପଣମାନେ ହିସାବ କରିବେ, ଦାନିଏଲର 70 ସପ୍ତାହକୁ ଯଦି ଆପଣ ଭଲ ଭାବରେ ହିସାବ କରିବେ, 444 BC ରୁ ଯଦି ଆପଣ ଆରମ୍ଭ କରିବେ, ଅର୍ଥକ୍ଷସ୍ତ ରାଜା ଯେତେବେଳେ ଡିକ୍ଲେୟାର କଲେ ଜେରୁସାଲାମର ଭଗ୍ନ ପ୍ରାଚୀର ନିର୍ମାଣ କରିବା ପାଇଁ, 444 BC ରୁ 33 AD ପର୍ଯ୍ୟନ୍ତ ଯଦି ଆପଣମାନେ ଦେଖିବେ, 444, 33, 483, 70 ସପ୍ତାହ ଇଣ୍ଟୁ 7 କଲେ 490, ଆଉ ଗୋଟିଏ ସପ୍ତାହ ହିଁ ବାକି ଅଛି। ସେ ଗୋଟିଏ ସପ୍ତାହ ହେଉଛି 7 ବର୍ଷ ମହାକ୍ଲେଶ। ତାର ଅର୍ଥ ଆମେ ଅଲରେଡି ମଣ୍ଡଳୀ ଯୁଗ ସମାପ୍ତ ହେଇ ସାରିଛି। ବର୍ତ୍ତମାନ ବିରତି ସମୟ। ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ବିରତି ଦେଇଛନ୍ତି। ଆମେ ଇଣ୍ଟରଲୁଡ ଟାଇମିଂରେ ବର୍ତ୍ତମାନ ଅଛୁ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଏଇଟା ଜାଣନ୍ତୁ ଯେ ଯାହା ଯାହା ଘଟୁଅଛି
ତାର ବର୍ତ୍ତମାନ କାଳରେ ସେଟା 7 ବର୍ଷ ମହାକ୍ଲେଶ ବିଷୟରେ କୁହାଯାଇଛି। ମଣ୍ଡଳୀ ଯୁଗ ଯାହା ଯାହା ଦେଖିଲ, ଯାହା ଯାହା ଦେଖୁଅଛ, ବର୍ତ୍ତମାନ ଯୁଗ ଯାହା 7 ବର୍ଷ ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହେଲା ପରେ ଯାହା ସବୁ ଘଟୁଅଛି ବର୍ତ୍ତମାନ କାଳରେ ସେଇଟା କୁହାଯାଇଛି। ଏବଂ ଯାହା ଯାହା ଘଟିବ ସେଇଟା ଯାହା ଯାହା ଘଟିବ ପ୍ରକାଶିତ 20, 21, 22 ଖ୍ରୀଷ୍ଟଙ୍କର ରାଜ୍ୟ। ଯୀଶୁ ଖ୍ରୀଷ୍ଟଙ୍କର ଦିନ, ପ୍ରଭୁଙ୍କର ଦିନ। ପ୍ରଭୁଙ୍କର ଦିନ କହିଲେ ପ୍ରଭୁ ଯେତେବେଳେ ଆସିବେ ସେ ଜଗତକୁ ଦଣ୍ଡିତ କରିବା ପାଇଁ, ଇସ୍ରାଏଲକୁ ଦଣ୍ଡିତ କରିବା ପାଇଁ ଆସିବେ। କିନ୍ତୁ ଖ୍ରୀଷ୍ଟଙ୍କର ଦିନ କହିଲେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ବିଚାର କରିବେ, 1,000 ଶାନ୍ତି ରାଜ୍ୟ ସ୍ଥାପନ କରିବେ, ସେଇଟାକୁ ବୁଝାଏ। ତେବେ ଯାହା ଯାହା ଘଟିବ ସେଇଟା ହେଉଛି ଦ ମିଲେନିଆଲ ରେନ୍ ଅଫ୍ ଆवर ଲର୍ଡ ଆଣ୍ଡ ସେଭିୟର ଜିସସ୍ ଖ୍ରାଇଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶାନ୍ତି ରାଜ୍ୟକୁ ବୁଝାଏ। ଏଇଟା ମା ମାନଙ୍କୁ ଟିକେ ମା ମାନେ ବୁଝିପାରୁନଥିବେ ମୁଁ ଜାଣିଛି, କିନ୍ତୁ ପାଳକ ପ୍ରଚାରକ ମାନେ ଯେଉଁମାନେ ବାଇବେଲରୁ ମଣ୍ଡଳୀରେ ଶିକ୍ଷା ଦେଉଛନ୍ତି ଆପଣମାନଙ୍କୁ ମୁଁ ଏ କଥା କହୁଛି। ମା ମାନଙ୍କ ପାଇଁ ଆଉ ଟିକେ ପରେ ଶ୍ରଦ୍ଧା କଥା ମୁଁ କହିବି। ଆପଣ ହାଲେଲୁୟା କହିଲା ପରି କଥା ମୁଁ କହିବି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଲୋକମାନେ, ତେବେ ପ୍ରଥମରେ ଯାହା ଯାହା ଦେଖିଲ କ'ଣ ଏଟା କୋଉ ଯୁଗକୁ ବୁଝାଉଛି କିଏ କହିବେ? ମଣ୍ଡଳୀ ଯୁଗ। କୋଉଠୁ କୋଉ ପର୍ଯ୍ୟନ୍ତ? 33 ଖ୍ରୀଷ୍ଟାବ୍ଦରୁ 2000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେଟା ଗତ ହେଇଗଲାଣି। ମନେ ରଖନ୍ତୁ, ଆମେ ବର୍ତ୍ତମାନ ବିରତି ସମୟରେ ଅଛୁ। ଯୀଶୁ ଖ୍ରୀଷ୍ଟ କିଛି ବିରତି ନେଇଛନ୍ତି। ଏ ବିରତି ସରିଲା ପରେ ପରେ ତୁରୀ ଫୁଙ୍କିବେ। ତାପରେ ପ୍ରିୟ ଭାଇ ଭଉଣୀ ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହେବ। ତାପରେ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଯେତେବେଳେ ପ୍ରକାଶିତ 4ର 1 ପଦରେ ମଣ୍ଡଳୀ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯାଇକି ତାଙ୍କର ଡାହାଣ ପାର୍ଶ୍ୱରେ ବସିବ, ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଏହା ପରେ କ'ଣ କ'ଣ ଘଟିବ ତୁମେ ଦେଖିବ। ମୁଁ ତୁମକୁ ଦେଖେଇବି। ତୁମେ ମୋର ସ୍ତ୍ରୀ, ତୁମେ ସତୀ କନ୍ୟା, ତୁମେ ଭାର୍ଯ୍ୟା ରୂପୀ ମଣ୍ଡଳୀ। ମୋ ପାଇଁ ଦୁଃଖ, ମୋ ପାଇଁ କ୍ଲେଶ, ମୋ ପାଇଁ ନିର୍ଯାତନା, ମୋ ପାଇଁ ତାଡ଼ନା, ମୋ ପାଇଁ ଦଙ୍ଗାଗ୍ରସ୍ତ ତୁମେ ହେଇଥିଲ। ତେଣୁ ମୋର ଡାହାଣ ପାର୍ଶ୍ୱରେ ତୁମେ ବସିବ। ପରମ ଗୀତ 2ର 10 ପଦରେ ଆଗ ପ୍ରିୟ ମୋର ସୁନ୍ଦରୀ ଏଠାକୁ ଉଠି ଆସ। ଏହା ପରେ କ'ଣ ସବୁ ଘଟିବ ଦେଖିବ ତୁମେ। ଶୀତକାଳ ଗତ ହୋଇଛି, ବର୍ଷା ଋତୁ ଯାଇଛି, ବର୍ତ୍ତମାନ ଆନନ୍ଦ କରିବାର ସମୟ। ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରକାଶ କରୁଛନ୍ତି। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କର ଲୋକମାନେ, ଯେଉଁମାନଙ୍କର ବୁଝିବାର ଶକ୍ତି ଅଛି ସେମାନେ ବୁଝିବେ। ପରମ ଗୀତ 2ର 10 ପଦ। ପରମ ଗୀତରେ ଈଶ୍ୱର ଶବ୍ଦ ନାହିଁ। ବାଇବେଲରେ 2ଟା ପୁସ୍ତକ ରହିଛି, ଈଶ୍ୱର ଗଡ ଶବ୍ଦ ନାହିଁ। କିଏ କହିବେ? ଏଷ୍ଟର ଏବଂ ପରମ ଗୀତ। କିନ୍ତୁ ପରମ ଗୀତ ବିଷୟରେ ଖ୍ରୀଷ୍ଟ ଏବଂ ମଣ୍ଡଳୀର ପ୍ରେମ ବିଷୟରେ କୁହାଯାଇଛି। ଇସ୍ରାଏଲ ଏବଂ ପରମେଶ୍ୱରଙ୍କର ପ୍ରେମର କାହାଣୀ ବର୍ଣ୍ଣନା କରାଯାଇଛି। ତେବେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଆଗ ମୋର ପ୍ରିୟ, ମୋର ସୁନ୍ଦରୀ ଏଠାକୁ ଉଠି ଆସ। ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକମାନେ, ସେ ସ୍ୱରର ଅପେକ୍ଷାରେ ଅଛୁ ଆମେ। ମୁଁ ଏବେ ଅପେକ୍ଷା କରୁଛି ପ୍ରଭୁ କେତେବେଳେ ସେ ଆବାଜ ଆସିବ। ଆଗ ପ୍ରିୟ ମୋର ସୁନ୍ଦରୀ ଏଠାକୁ ଉଠି ଆସ। ମୁଁ ସେଇ ସ୍ୱରର, ସେଇ ରବର ଅପେକ୍ଷାରେ ଅଛି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଆପଣ ସେଇ ରବ, ସେଇ ସ୍ୱରର ଅପେକ୍ଷାରେ ଅଛନ୍ତି କି ନାହିଁ ନିଜକୁ ସମୀକ୍ଷା କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁହନ୍ତୁ କି ନାହିଁ, ଆଗ ପ୍ରିୟ ମୋର ସୁନ୍ଦରୀ ଏଠାକୁ ଉଠି ଆସ। ହାଲେଲୁୟା, ହାଲେଲୁୟା। ସମସ୍ତେ ଉଚ୍ଚସ୍ୱରରେ କହିବା ହାଲେଲୁୟା। ଆମେ ସେଇ ସ୍ୱରର ଅପେକ୍ଷାରେ ଅଛୁ। ପ୍ରିୟ ବାପା ମା ଭାଇ ଭଉଣୀ, ଖ୍ରୀଷ୍ଟ ଯୀଶୁଙ୍କର ରକ୍ତରେ କୃତ ମଣ୍ଡଳୀ, ଆମେ ତାହାର ଅପେକ୍ଷାରେ ଅଛୁ। ଏଇଟା ମନେ ରଖନ୍ତୁ ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କର ଲୋକମାନେ। ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ 2 ଭାଗରେ ବିଭକ୍ତ କରାଯାଇଛି। ମୁଁ ଆପଣଙ୍କୁ କହିଛି, ରାପଚର ପ୍ରଥମରେ ମଣ୍ଡଳୀକୁ ଉର୍ଦ୍ଧ୍ୱକୁ ଉଠେଇକି ନିଆଯିବ, ନୀତ ହେବାକୁ ପଡ଼ିବ।
ରାପଚର ଏବଂ ଦ୍ୱିତୀୟ ଆଗମନ ଦିଟା ଅଲଗା ପ୍ରକାର ବିଷୟ, ଏଇଟା ମନେ ରଖନ୍ତୁ। ମଣ୍ଡଳୀ ବା ରାପଚର ସମୟରେ ଯେତେବେଳେ ଯୀଶୁଖ୍ରୀଷ୍ଟ ମଧ୍ୟ ଆକାଶକୁ ଆସିବେ, ପ୍ରଥମ ବିଷୟ କଣ ଘଟିବ? ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ମଧ୍ୟ ଆକାଶକୁ ଆସୁଛନ୍ତି। ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ କରିବା ପାଇଁ ସେ ପ୍ରଥମରେ କୋଉଠିକି ଆସୁଛନ୍ତି? ମଧ୍ୟ ଆକାଶକୁ ଆସୁଛନ୍ତି। ସେ ପୃଥିବୀ କି ଆସି ନାହାନ୍ତି। ଆୟୁବ 19:26-25 ହୋଇନାହିଁ, ମୁଁ ଜାଣେ ଯେ ମୋର ମୁକ୍ତିକର୍ତ୍ତା ଜୀବିତ, ଆଉ ସେ ଶେଷରେ ପୃଥିବୀ ଉପରେ କଣ ହେବେ? ଠିଆ ହେବେ ବୋଲି ଆୟୁବ ଦୃଢ଼ତାର ସହିତ ଆନନ୍ଦିତ ହୃଦୟରେ କହୁଛନ୍ତି, ମୋର ଯାହା ଗଲା ଗଲା, କିଛି ଅସୁବିଧା ନାହିଁ। ପୁଅମାନେ ମଲେ, ଝିଅମାନେ ମଲେ, ଗାଈ ଗୋରୁ ପଲ ମଲେ, ଏବଂ ଯେତେ ସମ୍ପତ୍ତି ଥିଲା ସବୁ ଗଲା, ମୁଁ ଅଛି, କିଛି ଅସୁବିଧା ନାହିଁ। ମୁଁ ଗୋଟେ ବିଷୟ ଜାଣିଛି, ମୋର ମୁକ୍ତିକର୍ତ୍ତା ଜୀବିତ, ଆଉ ସେ ଶେଷ ଦିନରେ ପୃଥିବୀ ଉପରେ ଠିଆ ହେବେ। ହାଲେଲୁୟା, ହାଲେଲୁୟା। ସେଇଠୁ ଖ୍ରୀଷ୍ଟଙ୍କର ରାଜ୍ୟ, ଶାନ୍ତି ରାଜ୍ୟର ଆରମ୍ଭ ହେଉଛି। ଦାନିଏଲର, ଯଦି ଆପଣମାନେ ଦାନିଏଲ ପୁସ୍ତକ ଦେଖିବେ, ଯେ ନବକୁତନେସର ରାଜା ଦେଖୁ ଦେଖୁ ଗୋଟେ ସ୍ୱପ୍ନ ଦେଖିଲେ। ସେ କଣ ଦେଖିଲେ? କଣ ଦେଖିଲେ ମା ମାନେ? ସ୍ୱପ୍ନ ଦେଖିଲେ। ଗୋଟେ ବିରାଟ କାୟର ପ୍ରତିମା, ସୁବର୍ଣ୍ଣ ପ୍ରତିମା କୁ ସେ ଦେଖୁଛନ୍ତି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ, ଏବଂ ପ୍ରିୟ ଭାଇ ମାନେ, ତାଙ୍କର ମସ୍ତକ ବା ତାଙ୍କର ବାହୁ ଶୁଦ୍ଧ ରୂପା, ଏବଂ ବାହୁରୁ ପେଟ ପର୍ଯ୍ୟନ୍ତ ଶୁଦ୍ଧ ପିତ୍ତଳ, ଏବଂ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ଅଣ୍ଟାରୁ ତଳକୁ ଗୋଡ଼ ପର୍ଯ୍ୟନ୍ତ କଣ? ଲୁହା, ଶୁଦ୍ଧ ସୁବର୍ଣ୍ଣ। ମୁଁ ଏଟା ବ୍ୟାଖ୍ୟା କରିବି ନାହିଁ, ସମୟ ନାହିଁ ଭାଇ ଭଉଣୀ ମାନେ, ବ୍ୟାଖ୍ୟା କରିବି ନାହିଁ। କିନ୍ତୁ ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି, ମନେ ରଖନ୍ତୁ, ସେଇ ଶୁଦ୍ଧ ସୁବର୍ଣ୍ଣ ମସ୍ତକ ଏବଂ ସେଇ ପ୍ରିୟ ଭାଇ ମାନେ, ସେ ଶୁଦ୍ଧ ରୂପା, ଶୁଦ୍ଧ ସୁବର୍ଣ୍ଣ ବାବିଲୋନ। ମନେ ରଖନ୍ତୁ, ବାବିଲୋନ ଦେଶ ଇସ୍ରାଏଲ ଲୋକମାନଙ୍କୁ ରାଜତ୍ୱ କଲେ, ଏବଂ ତାପରେ ପରେ ବାବିଲୋନକୁ ପରାସ୍ତ କରି କିଏ ଆସିଲେ? କୋରସ ରାଜା ଆସିଲେ। ପାରସ୍ୟ ଦେଶ ଆସିଲା, ପାରସ୍ୟକୁ ପରାସ୍ତ, ପାରସ୍ୟ ହଉଛି ଶୁଦ୍ଧ ରୂପା। ମନେ ରଖନ୍ତୁ, ଦାଦା ପିଓର ସିଲଭର। ତାପରେ ପରେ ପେଟରୁ ଜଙ୍ଘ ପର୍ଯ୍ୟନ୍ତ ପିତ୍ତଳ, ବ୍ରାସ। এইটা কে? আলেকজান্ডার দ্য গ্রেট। আলেকজান্ডার যেତେବେଳେ ଆସିଲେ, প্রিয় ভাই মানে, ସେ ପାରସ୍ୟ ଲୋକମାନଙ୍କୁ କଣ କଲେ? ପରାସ୍ତ କରି ସେ ଇସ୍ରାଏଲ ଲୋକମାନଙ୍କୁ ଶାସନ କଲେ। ଏବଂ ଆଲେକଜାଣ୍ଡାର দ্য ଗ୍ରେଟ ପରେ ପରେ କିଏ ଆସିଲେ? ରୋମ ସରକାର ଆସିଲେ। ଯୀଶୁଖ୍ରୀଷ୍ଟ ରୋମ ସରକାରର ସମୟରେ ଜନ୍ମଗ୍ରହଣ କରିଥିଲେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ତେବେ ମୁଁ କହିବାର କଥା, ଏବଂ ତାଙ୍କର ପାଦ କିଛି କିଛି ଲୌହମୟ ଥିଲା, ଆଉ କିଛି ମୃତ୍ତିକାମୟ ଥିଲା ବୋଲି ଲେଖାଯାଇଛି। କୋଉ ପୁସ୍ତକରେ? ଦାନିଏଲ କୋଉ ଅଧ୍ୟାୟ? 3 ଅଧ୍ୟାୟରେ। ଆଉ ସେଠି ପଢିବା ଦରକାର ନାହିଁ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ। ମୁଁ ଯୀଶୁଖ୍ରୀଷ୍ଟଙ୍କ ରାଜ୍ୟ ବିଷୟରେ କହିବା ପାଇଁ ଚାହୁଁଛି। ତେବେ ପ୍ରିୟ ଭାଇ ମାନେ, ସେଇ ନବକୁତନେସର ରାଜା ସ୍ୱପ୍ନ ଦେଖୁ ଦେଖୁ ଦେଖିଲେ ଯେ 60 ଫୁଟ ଉଚ୍ଚତାର ଏକ ସୁବର୍ଣ୍ଣର ପ୍ରତିମା ସେ ଦେଖୁଛନ୍ତି। ଭୟଙ୍କର ୱାର୍ଲଡ ପାୱାର। ବାବିଲୋନ ପ୍ରଥମରେ ୱାର୍ଲଡ ପାୱାର ଥିଲା, 1 ନମ୍ବର ଶକ୍ତିଶାଳୀ ରାଷ୍ଟ୍ର। ତାପରେ ପାରସ୍ୟ ଦେଶ 1 ନମ୍ବର ହେଲା। ତାପରେ ପରେ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, କୋଉ ଦେଶ? ଗ୍ରୀସ ଦେଶ, ଆଲେକଜାଣ୍ଡାରର ଦେଶ ଶକ୍ତିଶାଳୀ ହେଲା। ରୋମ ତାପରେ ଶକ୍ତିଶାଳୀ ହେଲା। ଏ ଶକ୍ତିଶାଳୀ ଦେଶ, ଏମାନେ ଆତ୍ମବଡ଼ିମା କରୁଛନ୍ତି। କରୁ କରୁ ପର୍ବତରୁ ଏକ ବିନା ହସ୍ତ ଦ୍ୱାରା ଛେଦିତ ପ୍ରସ୍ତର ଖସିକି ଆସିଲା। ପଢିଦେବେ କି କିଏ? ଶୀଘ୍ର ପଢନ୍ତୁ। ବିନା ହସ୍ତ ଦ୍ୱାରା ଛେଦିତ ଏକ ପ୍ରସ୍ତର, ଗୋଟେ ଖଣ୍ଡ ପ୍ରସ୍ତର ହଠାତ୍ ଉଚ୍ଚ ପାହାଡ଼ରୁ ଖସିକି ଆସିକି ସେଇ ଯୋଉ ନବକୁତନେସର ରାଜା ଯୋଉ ପ୍ରତିମାକୁ ଦେଖିଥିଲେ, ସେଇ ସୁବର୍ଣ୍ଣ ମସ୍ତକକୁ এই ପ୍ରକାର ଆଘାତ କଲା ଯେ ପ୍ରତିମାଟା ତଳେ ପଡ଼ିଗଲା, ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେଇ ଯୋଉ ପାଦ କିଛି ଲୁହା ଏବଂ କିଛି ମୃତ୍ତିକାମୟ, ଏଇଟା ଭଣ୍ଡ ଖ୍ରୀଷ୍ଟଙ୍କର ରାଜତ୍ୱର ସମୟକୁ ବୁଝାଏ। ବାବିଲୋନ, ପାରସ୍ୟ ଏବଂ ଗ୍ରୀସ, ରୋମ ଏବଂ ଭଣ୍ଡ ଖ୍ରୀଷ୍ଟଙ୍କର ରାଜତ୍ୱ ସେଇ
ପ୍ରତିମାରେ ରହିଛି। ଆପଣ ଦେଖୁ ଦେଖୁ କଣ ହେଲା ନା ବିନା ହସ୍ତ ଦ୍ୱାରା ଛେଦିତ ଏକ ପ୍ରସ୍ତର ଖଣ୍ଡ ପର୍ବତରୁ ଖସି ଆସି କଣ କଲା, ସେଇ ଯୋଉ ନବକୁତନେଶ୍ଵର ରାଜା ଯେଉଁ ପ୍ରତିମା ବା ଯେଉଁ ଦାନିଏଲ ଯେଉଁ ସ୍ୱପ୍ନ ଦେଖୁଛନ୍ତି ବା ସ୍ୱପ୍ନର ଦର୍ଶନ ଦେଉଛନ୍ତି, ବ୍ୟାଖ୍ୟା କରୁଛନ୍ତି, ସେ ପତ୍ରଟା କୋଉଠି ବାଜିଲା? ସେ ପ୍ରତିମାର ମସ୍ତକକୁ ବାଜିଲା। ଆଉ ଚୂର୍ଣ୍ଣ ବିଚୂର୍ଣ୍ଣ ପଡ଼ି ଦିଅନ୍ତୁ, ମାଉଥ ଦିଅନ୍ତୁ ଟିକେ। ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା। ଏଥିରେ ଲୌହ ମୃତ୍ତିକା ପିତ୍ତଳ ରୂପା ଓ ସୁନା ଏକ ସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଗଲା। ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା। ଆଉ ବାୟୁ ସେ ସବୁକୁ ଉଡ଼ାଇ ନେଇଗଲା ଓ ସେ ସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ। ସେ ସବୁ ପାଇଁ ଆଉ ସ୍ଥାନ ମିଳିଲା ନାହିଁ। ପୃଥିବୀର ୱାର୍ଲଡ ପାୱାର, ବର୍ତ୍ତମାନ ଆମେରିକା ହଉଛି ୱାର୍ଲଡ ପାୱାର। ଆମେରିକାକୁ ଦବେଇବା ପାଇଁ ବୋଲି କୋରୋନା ଆରମ୍ଭ କରିଦେଲେ ଚାଇନା ଲୋକମାନେ। ତାଙ୍କୁ ଦବେଇକି ୱାର୍ଲଡ ପାୱାର ହେବା ପାଇଁ ଚେଷ୍ଟା କଲେ। ରୁଷିଆ ଏବଂ ଚାଇନା ଏମାନେ ୱାର୍ଲଡ ପାୱାର ହେବା ପାଇଁ ଶତ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ୱାର୍ଲଡ ପାୱାର ହେଉଛନ୍ତି ଆମେରିକା, କିନ୍ତୁ ପୂର୍ବ କାଳରେ ବାବିଲୋନ ୱାର୍ଲଡ ପାୱାର ଥିଲା ଏବଂ ଗ୍ରୀସ ଦେଶ, ପାରସ୍ୟ ଦେଶ, ରୋମ ସମଗ୍ର ବିଶ୍ୱକୁ ସେମାନେ ରାଜତ୍ୱ କରୁଥିଲେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ତାପରେ କଣ ହେବ? ସେ ପତ୍ରଟା ବାଜିଲା, ଆଉ ପ୍ରତିମାଟା କଣ ହେଲା ଭାଇ? ସେହି ପ୍ରତିମାକୁ ଆଘାତ କଲା। ହଁ, ଯେଉଁ ପ୍ରସ୍ତର ତାହା ବଡି ଏକ ମହାପର୍ବତ ହେଲା। ହାଲେଲୁୟା, ହାଲେଲୁୟା। ପୃଥିବୀକୁ ପରିପୂର୍ଣ୍ଣ କଲା। ସେ ପ୍ରସ୍ତର, ଯେଉଁ ପ୍ରସ୍ତର ନବକୁତନେଶ୍ଵର ରାଜାଙ୍କର ପ୍ରତିମାକୁ ଆଘାତ କଲା, ସେଇ ସୁବର୍ଣ୍ଣ ଲୌହରେ ପରିପୂର୍ଣ୍ଣ, ପିତ୍ତଳରେ ପରିପୂର୍ଣ୍ଣ ଏବଂ ପ୍ରିୟ ରୂପାରେ ପରିପୂର୍ଣ୍ଣ, ମୃତ୍ତିକାରେ ପରିପୂର୍ଣ୍ଣ ସେ ପ୍ରତିମାକୁ ସେ ଖଣ୍ଡ ପଥର ଏମିତି ଆଘାତ କଲା ଯେ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ଖଳାର ତୁଷ ପରି ଉଡ଼ିବାକୁ ଲାଗିଲେ। ପ୍ରିୟ ଭାଇ ଭଉଣୀ ମାନେ, ୟାର ଅର୍ଥ କଣ? ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯୀଶୁ ଖ୍ରୀଷ୍ଟଙ୍କର ଆଗମନରେ ଉଡ଼ିଯିବେ। ଏଇଟା ମୁଁ କହିବା ପାଇଁ ଚାହୁଁଛି। ଏଇଟା ୱାର୍ଲଡ ପାୱାରର ଲିଷ୍ଟ এই ପ୍ରତିମା ମଧ୍ୟରେ ରହିଛି। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସିବେ, ସେ ଖଣ୍ଡ ପ୍ରସ୍ତର ହେଉଛନ୍ତି ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା, ହାଲେଲୁୟା। ଯେଉଁ ପ୍ରସ୍ତର କାହାକୁ ଆଘାତ କଲା? ସେଇ ପ୍ରତିମାକୁ ଆଘାତ କଲା। ଯୀଶୁ ଖ୍ରୀଷ୍ଟଙ୍କର ଆଗମନରେ ସମସ୍ତେ ତରଳି ଯିବେ, ସମସ୍ତେ ଉତ୍ତପ୍ତ ହେବେ, ସମସ୍ତେ ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ହତବୁଦ୍ଧି ହେବେ। ଦ୍ୱିତୀୟ ପିତର 3:10 ପଦରେ କୁହାଯାଇଛି, ଦ୍ୱିତୀୟ ଥେସଲୋନିକୀୟ 2 ଅଧ୍ୟାୟରେ ମଧ୍ୟ କୁହାଯାଇଛି ଯେ ଅତି ଭୟଙ୍କର ବିଷୟ ହେବ। ପୃଥିବୀ ତରଳି ଯିବ ବୋଲି ଲେଖାଯାଇଛି। ପୃଥିବୀ ଉତ୍ତପ୍ତ ହେବ, ପୃଥିବୀ ଓଲଟ ପାଲଟ ହେଇଯିବ। ପ୍ରିୟ ଭାଇ ମାନେ, ପ୍ରଭୁଙ୍କର ଲୋକମାନେ, ପୃଥିବୀରେ ଏଇ ପ୍ରକାର ଘଟଣା ଘଟି ନଥିବ, ସେଇ ପ୍ରକାର ଘଟଣା ଘଟିବ। କେବେ ପୃଥିବୀ ଅନୁଭବ କରିନଥିବ ସେ ପ୍ରକାର। ପୃଥିବୀ କରୋନା ଦେଖିଲା, ମହାମାରୀ ଦେଖିଲା, ପରମାଣୁ ଯୁଦ୍ଧ ଦେଖିଛି, ସବୁ ଦେଖି ସାରିଲା। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯାହା ସବୁ ଘଟିବ ପୃଥିବୀରେ, ୟା ପୂର୍ବରୁ କେବେ ସେ ଘଟଣା ଘଟି ନଥିବ। ଏ ପ୍ରକାର ଆଶ୍ଚର୍ଯ୍ୟ ପୃଥିବୀର ସମସ୍ତ ସମୁଦ୍ର ସବୁ କଣ ହେବେ ନା ସେମାନେ ଓଲଟ ପାଲଟ ହେଇଯିବେ। ପୃଥିବୀର ମାନଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କାହିଁକି ନା ଯୀଶୁ ଖ୍ରୀଷ୍ଟ ସେ ସମସ୍ତ ବିଷୟ କରିବେ। ଯୀଶୁ ଖ୍ରୀଷ୍ଟଙ୍କର ଆଗମନରେ ସମଗ୍ର ଦେଶ, ସମସ୍ତ ଜାତି, ସମସ୍ତ ଭାଷାବାଦୀର ଲୋକମାନେ, ପ୍ରିୟ ଭାଇ ମାନେ କହିବେ ଯେ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ। ସେମାନେ ଆଣ୍ଠୁ ପାତିବେ, ସମସ୍ତଙ୍କର ଜିଭା କହିବ ଯେ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ ସେ ପ୍ରଭୁ। ଯେଉଁମାନେ ବିନ୍ଦି ଥିଲେ ସେମାନେ ମଧ୍ୟ ତାଙ୍କୁ ପ୍ରଭୁ ଭାବରେ ସ୍ୱୀକାର କରିବେ। ଏ କଥା ବାଇବେଲରେ ସ୍ପଷ୍ଟ ଭାବରେ କୁହାଯାଇଛି। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ପତ୍ର କେବେ ବଢିବ କି ଭାଇ? ପାଳକ ମାନେ କୁହନ୍ତୁ, ପତ୍ର ବଢେ ନା ଜୀର୍ଣ୍ଣ ହୁଏ? ପତ୍ର ଧୀରେ 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 ଭାଙ୍ଗିକି କଣ ହୁଏ? ନଷ୍ଟ ହେଇଯାଏ, ଛୋଟିଆ ହେଇଯାଏ। ପତ୍ର କେବେ ବଢିବାର ଦେଖିଛନ୍ତି ଆପଣ ମାନେ?
ବିନା ହସ୍ତ ଦ୍ୱାରା ଛେଦିତ ଗୋଟେ ପ୍ରସ୍ତର ପର୍ବତରୁ ଖସିକି ଆସିଲା, କିଏ ଫଟେଇ ନାହାନ୍ତି। ହାତୁଡ଼ି ଧରିକି କିଏ ଫଟେଇ ନାହାନ୍ତି। ଶାବଳ ଧରିକି, କୁଡ଼ି ଧରିକି ପ୍ରଫୁଲ୍ଲ ଭାଇ ଆପଣ ବାହାର କରିନାହାନ୍ତି। ବିନା ହସ୍ତ ଦ୍ୱାରା ଛେଦିତ ଏକ ପ୍ରସ୍ତର ଖସିକି ଆସିକି ସେ ପ୍ରତିମାକୁ ଏଇ ପ୍ରକାର ଆଘାତ କଲା, ପ୍ରତିମା ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ସମଗ୍ର ଜଗତର ୱାର୍ଲଡ ପାୱାର ସମସ୍ତେ ଯୀଶୁଖ୍ରୀଷ୍ଟଙ୍କର ଚରଣ ତଳେ କ'ଣ ହେବେ? ସମର୍ପିତ ହେବେ ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିବେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ପଥର ଧୀରେ 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 ଆମ ଏରିଆରେ ଉଜୁରୁଛି। ସେ କ'ଣ ହଉଛି? ସେ ଉଜୁରୁଛି, ସେ ବଢୁଛି ଧୀରେ ଧୀରେ। ପଥରରେ ଜୀବନ ଅଛି କି? ପଥର କେବେ ବଢିବ କି? କୁକୁର ବଢିବ, ହାତୀ ବଢିବ, ମଣିଷ ଛୁଆ ମାନେ ବଢିବେ, ଆମେ ବଢୁଛୁ, କିନ୍ତୁ ପଥର କେବେ ବଢିବ ନାହିଁ। କିନ୍ତୁ ସେ ପଥରଟା ଧୀରେ 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 କ'ଣ ହଉଛି? ବଢିକି ପୃଥିବୀକୁ ପୂର୍ଣ୍ଣ କଲା ବୋଲି ଲେଖାଯାଇଛି। ସେଇଟା ହଉଛି ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ, ଶାନ୍ତି ରାଜ୍ୟ, ଯାହା ପ୍ରକାଶିତ 20ରୁ 22 ଅଧ୍ୟାୟ ପର୍ଯ୍ୟନ୍ତ ଯାହା ଘଟିବ ବୋଲିକିରି କୁହାଯାଇଛି। ସେଇ ଯୁଗ କଥା ମୁଁ ଆପଣମାନଙ୍କୁ କହୁଛି। ଯୀଶୁଖ୍ରୀଷ୍ଟଙ୍କର ସେଇ ଶକ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ସେଇ ଶକ୍ତି ଅଛି। ଯୀଶୁଖ୍ରୀଷ୍ଟଙ୍କୁ କରନ୍ତୀୟ ପୁସ୍ତକରେ ସେ ଶୈଳ ବୋଲିକିରି କୁହାଯାଇଛି। ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେଇ ପ୍ରସ୍ତର। ମାଥିଉ 16:18 ପଦରେ ପଥର କଥା କୁହାଯାଇଛି। ପିତର ତୁମ୍ଭେ ପଥର ଏବଂ ଏଇ ପ୍ରସ୍ତର ଉପରେ ମୁଁ ଆପଣର ମଣ୍ଡଳୀ ତୋଳିବି। ସେଇ ପ୍ରସ୍ତର ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରିୟ ଭାଇ ମାନେ, ପୃଥିବୀରେ ସେ ରାଜତ୍ୱ କରିବେ। 1000 ବର୍ଷ ସେ ରାଜତ୍ୱ କରିବେ। ବାଇବେଲ ସ୍ପଷ୍ଟ ଭାବରେ ପ୍ରକାଶିତ 20:4 ପଦ କହେ, ବିଶ୍ୱାସୀ ମାନେ ମଧ୍ୟ, ଆପଣମାନେ ଆଉ ମୁଁ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ସହିତ କ'ଣ କରିବି? ରାଜତ୍ୱ କରିବି। ଏବେ ମୋଦି ସରକାର ରାଜତ୍ୱ କରୁଛନ୍ତି, ମୋହନ ସରକାର ରାଜତ୍ୱ କରୁଛନ୍ତି। এই ପ୍ରକାର ଦିନ ଆସିବ, ସେ ମା କ'ଣ କରିବେ? ଯୀଶୁଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। এই ପ୍ରକାର ଦିନ ଆସିବ, ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ଭଉଣୀ ଯୀଶୁଖ୍ରୀଷ୍ଟଙ୍କ ସହିତ ଆପଣ ରାଜତ୍ୱ କରିବେ। ଭାଇ ରାଜୁ, ଆପଣ ଯୀଶୁଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ପ୍ରଦୀପ ଲିମା ଯେ ପ୍ରଚାର କରୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ଆଲଫ୍ରେଡ ଭାଇ, ଆପଣ ଯୀଶୁଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ମତେ ବର୍ତ୍ତମାନ କୁକୁର ମଧ୍ୟ ପଚାରୁ ନାହିଁ, କିନ୍ତୁ ଏ ପ୍ରକାର ଗୋଟେ ଦିନ ଆସୁଛି ଯେ ରାଜାମାନଙ୍କର ରାଜାଙ୍କ ସହିତ ମୁଁ ରାଜତ୍ୱ କରିବି। ହାଲେଲୁୟା, ସମସ୍ତେ କହିବା ହାଲେଲୁୟା। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଏ ଆଶ୍ଚର୍ଯ୍ୟ ସମୟ, ବିଚିତ୍ର ସମୟ ମଣ୍ଡଳୀ ପାଇଁ ରଖିଛନ୍ତି। ଏହା ଜାଣି ବିଶ୍ୱସ୍ତ ହୁଅନ୍ତୁ, ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ଆମେ କ'ଣ କରିବା? ଏକ, ଗିର୍ଜାକୁ ଠିକ ଭାବରେ ଯାଆନ୍ତୁ, ଉପାସନାକୁ ଠିକ ଭାବରେ ଗୋ ଆଟେଣ୍ଡ ୟୋର ଚର୍ଚ୍ଚ ରେଗୁଲାରଲି। ଆପଣଙ୍କର ମଣ୍ଡଳୀ ଯୋଉଠି ଅଛି ଆପଣ ନିୟମିତ ଭାବରେ ଯାଆନ୍ତୁ। କାରଣ ବାଇବେଲରେ ଏଭ୍ରି 10:24-25 ପଦରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କର ଆଗମନ ଯେ ସନ୍ନିକଟ, ତୁମେ ଏଇଥିପାଇଁ ତୁମେ କ'ଣ କର? ଗିର୍ଜା ଉପାସନା ଛାଡ଼ିବ ନାହିଁ। ପ୍ରଥମ କଥା। ଦ୍ୱିତୀୟ କଥା, ଯୀଶୁଖ୍ରୀଷ୍ଟଙ୍କର ଆଗମନ ବା ରାପଚରକୁ ଦୃଷ୍ଟି ଆଗରେ ରଖି ଦ୍ୱିତୀୟ ବିଷୟ କ'ଣ କରିବା ନା, ମାନେ ପ୍ରଭୁ ଭୋଜ ନେବାକୁ ପଡ଼ିବ। ମୁଁ ଶାସ୍ତ୍ର ପାଠ କରେଇବି ନାହିଁ, ସମୟ ହେଇଯାଇଛି। ରୋମିଓ 6:3-5, ପ୍ରଥମ କରନ୍ତୀୟ 11:26 ପଦରେ ପ୍ରଭୁ ଭୋଜ ମଧ୍ୟ ମୋତେ ବିଶ୍ୱସ୍ତ ଭାବରେ ଗ୍ରହଣ କରିବାକୁ ପଡ଼ିବ। ଖ୍ରୀଷ୍ଟମାସ ନୂଆ ଡ୍ରେସ ନହେଲେ କିଛି ଅସୁବିଧା ନାହିଁ, ପିଠା ନହେଲେ କାନ୍ଦିବାର କିଛି ଦରକାର ନାହିଁ। ମୁଁ ଛୋଟ ଥିବା ସମୟରେ ମୋତେ ସାର୍ଟ ନଥିଲେ, ଆମେ ବହୁତ ଗରିବ ପରିବାରରୁ ଆସିଛୁ। ମୋ ବାପା ମଲା ପରେ ଆମେ ବହୁତ ଗରିବ ହେଇଗଲୁ। ସାର୍ଟ ପ୍ୟାଣ୍ଟ ନଥିଲେ ମୁଁ ଗଡ଼ି ଗଡ଼ିକି କାନ୍ଦୁଥାଏ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ମୁଁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନଥିଲି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଖ୍ରୀଷ୍ଟମାସ ପର୍ବ ନହେଲେ କିଛି ଅସୁବିଧା ନାହିଁ, ଦାଣ୍ଡ ଯାତ୍ରା ପର୍ବ ନହେଲେ କିଛି ଅସୁବିଧା ନାହିଁ, ଖଜୁରୀ ପର୍ବ ନହେଲେ କିଛି ଅସୁବିଧା ନାହିଁ, ପୁନରୁତ୍ଥାନ ପର୍ବ ନହେଲେ କିଛି ଅସୁବିଧା ନାହିଁ। କିନ୍ତୁ ପ୍ରଭୁ ଭୋଜ ହେଉଛି ଯୀଶୁଖ୍ରୀଷ୍ଟଙ୍କର ଏକ ଚରିତ୍ର ବିଶିଷ୍ଟ ପର୍ବ ମଣ୍ଡଳୀକୁ ଦିଆଯାଇଛି। ଯୀଶୁଖ୍ରୀଷ୍ଟ କେବଳ 2ଟା ପର୍ବ ମଣ୍ଡଳୀକୁ ଦେଇଛନ୍ତି। କିଏ କହିବେ? ମା ମାନେ
କୁହନ୍ତୁ କ'ଣ କ'ଣ ଖ୍ରୀଷ୍ଟମାସ ଆଉ ପୁନରୁତ୍ଥାନ କି କ'ଣ କୁହନ୍ତୁ? ବାପ୍ତିସ୍ମ ଏବଂ ପ୍ରଭୁ ଭୋଜ ଏ ଦିଟା ବିଧି ହିଁ ମଣ୍ଡଳୀକୁ ଦିଆଯାଇଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ତେଣୁ ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ଲକ୍ଷ୍ୟ କରି ବିଶ୍ୱସ୍ତ ଭାବରେ କେତେ ପରିଶ୍ରମ ଆପଣ ବ୍ୟସ୍ତ ଥିଲେ ମଧ୍ୟ ଯେଉଁ ରବିବାର ଦିନ ମଣ୍ଡଳୀରେ ପ୍ରଭୁ ଭୋଜ ରଖାଯାଇଛି ସେ କାମ ଛାଡ଼ିକି ଛୁଟି ମାଗିକି 1000 ଟଙ୍କା ନଷ୍ଟ ହେଲେ ମଧ୍ୟ ଆପଣ ଗିର୍ଜାକୁ ଆସନ୍ତୁ। ହାଲେଲୁୟା, ହାଲେଲୁୟା। ତୃତୀୟ ବିଷୟ, ଯୀଶୁଖ୍ରୀଷ୍ଟଙ୍କର ଆଗମନ ରାପ୍ଚରକୁ ଦୃଷ୍ଟି ଆଗରେ ରଖି ତୃତୀୟ ନମ୍ବର ବିଷୟ କ'ଣ କରିବା ନା ଆମେ ସମସ୍ତଙ୍କୁ ପ୍ରେମ କରିବାକୁ ଶିଖିବାକୁ ପଡ଼ିବ। ପ୍ରେମ 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 ବିହୁନେ ଭାଇ ସବୁ ଅସାର, ଗୋଟେ ଗୀତ ଅଛି ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକମାନେ। ପ୍ରେମ ପ୍ରେମ ନିଷ୍କପଟ ହେଉ, ବାଇବେଲରେ ଲେଖାଯାଇଛି। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରେମ ନିଷ୍କପଟ ହେଉ, ପ୍ରେମରେ କାହାଠାରେ ଋଣୀ ହୁଅ ନାହିଁ, ବାଇବେଲରେ ଲେଖାଯାଇଛି। ପ୍ରେମ କରିବାରେ ଆପଣଙ୍କ ପ୍ରେମ ନୁହଁ ସେଇଟା। ପ୍ରେମ କୋଉଠୁ ଆସିଛି କିଏ କହିବେ? ପ୍ରେମ କାହାର ସମ୍ପତ୍ତି? କାହାର ସମ୍ପତ୍ତି? ସୀତାମା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପତ୍ତି। ସେ ପ୍ରଥମରେ ଆମମାନଙ୍କୁ ପ୍ରେମ କରିବାରୁ ଆମେ ପ୍ରେମ କରୁଛୁ। ପ୍ରଥମ ଯୋହନ 4 ଅଧ୍ୟାୟରେ ଲେଖାଯାଇଛି। ପ୍ରେମ କାହାର? ପରମେଶ୍ୱରଙ୍କର। ପ୍ରେମ ଆପଣଙ୍କ ହୃଦୟରେ ଉପୁଜୁ ନାହିଁ, ଉତ୍ପନ୍ନ ହେଉନାହିଁ। ପ୍ରେମ ଈଶ୍ୱରଙ୍କର। ଈଶ୍ୱର ତ ପ୍ରେମ ବୋଲି ବାଇବେଲରେ ଲେଖାଯାଇଛି। ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ପ୍ରେମ ତ ଈଶ୍ୱର, ଗଡ୍ ଇଜ ଲଭ୍। ପ୍ରେମ ଈଶ୍ୱରଙ୍କ ପ୍ରେମ। ପ୍ରେମ 4 ପ୍ରକାର ବାଇବେଲରେ। ନୂତନ ନିୟମ ଗ୍ରୀକ ବାଇବେଲରେ 4ଟା ପ୍ରେମ ଅଛି। ଭାଇ ଭଉଣୀ ପ୍ରଭୁଙ୍କ ଲୋକ ସେ ସବୁ କହିଲେ ବେଶୀ ସମୟ ହେଇଯିବ, କିନ୍ତୁ ସର୍ଟକଟରେ ମୁଁ କହିବା ପାଇଁ ଚାହୁଁଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଫିଲିଓ ଜାଗତିକ ପ୍ରେମ। ଯୋହନ 21 ଅଧ୍ୟାୟରେ ପିତର କହିଲେ, ପିତରଙ୍କୁ ଯୀଶୁଖ୍ରୀଷ୍ଟ ପଚାରିଲେ, ପିତର କୁହ ତ ମୋତେ ତମେ ପ୍ରକୃତରେ ପ୍ରେମ କରୁଛ? ପିତର କହିଲେ, ମୁଁ ତ ଆପଣଙ୍କୁ ପ୍ରେମ କରୁଛି। ସେଟା ଫିଲିଓ ଜାଗତିକ ପ୍ରେମ, ଭାତୃପ୍ରେମ। ପ୍ରିୟ ଭାଇ ପ୍ରଭୁଙ୍କ ଲୋକମାନେ, 2ରେ ଏରସ୍। ଏରସ୍ର ଅର୍ଥ ପିତାମାତାଙ୍କର ପ୍ରେମ ସନ୍ତାନମାନଙ୍କ ପ୍ରତି। ଷ୍ଟୋର୍ଗେ। ଷ୍ଟୋର୍ଗେ କହିଲେ ପିତାମାତାଙ୍କର ପ୍ରେମ ସନ୍ତାନମାନଙ୍କ ପ୍ରତି, ପାରିବାରିକ ପ୍ରେମ। ଏରସ୍ ସ୍ୱାମୀ ସ୍ତ୍ରୀର ପ୍ରେମ, ରୋମାଣ୍ଟିକ ଲଭ୍। ଏବଂ ଆଗାପେ 4ର୍ଥ ନମ୍ବର ପ୍ରେମ ହେଉଛି ଐଶ୍ୱରିକ ପ୍ରେମ। ତେବେ এই ଐଶ୍ୱରିକ ପ୍ରେମରେ କାହାଠାରେ ଋଣୀ ହୁଅ ନାହିଁ, ଏ କଥା ପାଉଲ କହୁଛନ୍ତି। ପ୍ରେମ କରିବାରେ ଋଣୀ ହୁଅ ନାହିଁ। ଆମମାନଙ୍କୁ ପ୍ରେମ କରିବା ପାଇଁ ପ୍ରେମ ଦିଆଯାଇଛି। ଆମେ ଜଣଙ୍କ ଠାରୁ ପ୍ରେମ ଉଦ୍ଧାର ନେଇଛୁ। କାହାଠାରୁ? ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ। ଆମେ ପାପୀ ଥିବା ସମୟରେ ରୋମିଓ 5:8 ପଦରେ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ବଳି ହେଲେ, ଆମମାନଙ୍କ ପାଇଁ ଜୀବନ ଦେଲେ। ତା ଠାରୁ ଆଉ ମହାନ ପ୍ରେମ କିଛି ଅଛି କି? ମା ମାନେ ଅଛି କି ଭଉଣୀ ମାନେ? ମୁଁ ସାରି ଦଉଛି। ତେଣୁ ପ୍ରେମ ଈଶ୍ୱରଙ୍କ ଠାରୁ ପାଇଛୁ। ପ୍ରେମ we have received the love and we have to give back that love to God, and we have to love ourselves with that same love and love others. ଆମେ ଈଶ୍ୱରଙ୍କ ଠାରୁ ପ୍ରେମ ପାଇଲୁ, ସେଇ ପ୍ରେମରେ ଈଶ୍ୱରଙ୍କୁ ପ୍ରେମ କରିବା। ଦ୍ୱିତୀୟ ବିବରଣୀ 6:5 ପଦରେ ତୁମ୍ଭେ ଆପଣ ଈଶ୍ୱରଙ୍କୁ ମନ ପ୍ରାଣ ଆତ୍ମା ଦେଇ ପ୍ରେମ କର ବୋଲି ଲେଖାଯାଇଛି। ଏବଂ ତୁମର ପ୍ରତିବାସୀକୁ ମଧ୍ୟ ଆତ୍ମତୁଲ୍ୟ ପ୍ରେମ କର ବୋଲି କୁହାଯାଇଛି। ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ମୋତେ ପ୍ରଥମରେ ଚର୍ଚ୍ଚ ପ୍ରତି ବିଶ୍ୱସ୍ତ ହେବାକୁ ପଡ଼ିବ, ମଣ୍ଡଳୀ ଛାଡ଼ିବାକୁ ହେବ ନାହିଁ। ସେଇ ହାନା ପରି ଲୁକ 2 ଅଧ୍ୟାୟ 36ରୁ 38 ପଦ ମଧ୍ୟରେ ହାନ୍ନା ନାମ୍ନୀ ଜଣେ ବିଧବା ଥିଲା। 84 ବର୍ଷ ପର୍ଯ୍ୟନ୍ତ ସେ ବିଧବା ଥିଲା। ସେ ମନ୍ଦିର କିନ୍ତୁ ଛାଡ଼ୁନଥିଲା। ମନ୍ଦିର ରହିକି ଗିର୍ଜା ଝାଡ଼ୁ କରୁଥିବ, ଗିର୍ଜା ପୋଛୁଥିବ, ଲେଟ୍ରିନ୍ ଧୋଉଥିବ। ଦିସ୍ ଇଜ ଦ ୱାର୍କ ଅଫ୍ ଗଡ୍। ଏଇଟା ପରମେଶ୍ୱରଙ୍କର କାର୍ଯ୍ୟ। ଗିର୍ଜା ପରିତ୍ୟାଗ କରନ୍ତୁ ନାହିଁ, କାରଣ ଯୀଶୁ ଶୀଘ୍ର ଆସୁଛନ୍ତି। 2 ପ୍ରଭୁ ଭୋଜକୁ ଅବହେଳା କରନ୍ତୁ ନାହିଁ, କାରଣ ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ଈଶ୍ୱର ଯେଉଁ ପ୍ରେମ ଦେଇଛନ୍ତି ବାଣ୍ଟିବା ପାଇଁ, ସେ ପ୍ରେମରେ ଅନ୍ୟମାନଙ୍କ ଠାରେ ଋଣୀ ହୁଅନ୍ତୁ ନାହିଁ, କାରଣ ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ପ୍ରଭୁ ସମସ୍ତଙ୍କୁ
आशीर्वाद करंतु ए वाक्य माध्यम रे कथा कहंतु बहुत कथा अछि कहबा पई किंतु यीशु ख्रीष्ट शीघ्र आसुचंती मते प्रस्तुत हेबाक पड़िबो ए सब करबा द्वारा मु आपना को प्रस्तुत करूछि मु आपना को प्रस्तुत करूछि प्रिय भाई बहन माने आसंतु आपना आपना को आमे समीक्षा करिबा मु यीशु ख्रीष्टंकर आगमन को प्रकृति रे कोन प्रिय ज्ञान करूछि कि जदि प्रिय ज्ञान करुछि चर्च को जीवी दान दशमांश देवी प्रभु भोज विश्वस्त ग्रहण करी अन्य मान को प्रेम करी मंडली को उत्साह देवी पालक प्रचारक मान को उत्साह देवी ख्रीष्टंकर कार्य को तात्पर्य देवी यही सब करने द्वारा आपना को आम सुसज्जित करुछु सुसमाचार प्रचार करने द्वारा सुसज्जित करुछु प्रार्थना रे जीवन जापन काटिबा द्वारा आपना को आम सजाड़ुछु ख्रीष्टंक सहित आम ख्रीष्टंक सहित भेटिबा समय रे मुटिके सुंदर दुसबार अछि भार्या सुंदर दुसबार अछि भार्या केमते दुसबार अछि सुंदर दुसबार अछि गोटे कन्या बर को विवाह करिवो से डेकोरेट हेबो कि नाही तांको सब कौन करा जीवो तांको समस्त विषय रे सजेइबि कि नाही सजांती कि नाही झियो माने ना सेमती डायरेक्ट जाई बाहे जाउ हाथ धरि कि बाहे जाउछंदी आपनको प्रथम रे सजाड़ी हेबाकू पड़िबो ओडनी देबाकू पड़िबो प्रार्थना रूपक ओडनी सुसमाचार रूपक से चप्पल शांतिजनक सुसमाचार रूपक पादुका पिंधंतु एवं विश्वास रूपक ढाल धरंतु एवं धार्मिकता रूप उरस्त्राण पिंधंतु एफिसियो 6 अध्याय 11-18 पद मध्य आत्मांकर खड्ग ईश्वर वाक्य दिदार खड्ग एवरी 4:12 पद दिदार खड्ग धरंतु शैतान को प्रतिरोध करंतु ख्रीष्टंकर आगमन पर्यंत आपण विश्वस्त भाव रुहंतु प्रभु समस्त को आशीर्वाद करंतु धन्यवाद नमस्कार।